ଏବଂ ଆମେ ସେ ଉପରେ କିଛି ଆଲୋଚନା କରିବା। ପୁଣି ସେ ଦୟାକରି ଆପଣା ପ୍ରଥମ ଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡାଇ ଗୁହାଳ କୁଣ୍ଡରେ ଶୁଆଇଲେ, କାରଣ ବସା ଘରେ ସେମାନଙ୍କ ପାଇଁ ସ୍ଥାନ ନଥିଲା। ଧନ୍ୟବାଦ। ଧନ୍ୟବାଦ। ଏଠାରେ ଲୁକ ଗୋଟିଏ କଥା କହନ୍ତି, ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ବିଷୟରେ ସେ କହନ୍ତି। ଏବଂ ଯେତେବେଳେ ଯୀଶୁ ଖ୍ରୀଷ୍ଟ ଜନ୍ମ ହେଲେ ଆଉ ମରିୟମ ତାଙ୍କୁ ଓଡ଼ିଆ ବାଇବଲରେ ଆମ ଓଡ଼ିଆ ବାଇବଲରେ କୁହାଯାଇଛି ଯେ ଲୁଗାରେ ଗୁଡାଇ ଗୁହାଳ କୁଣ୍ଡରେ ଶୁଆଇଲେ। ଆଜି ଆମେ ସେଇ ଗୁହାଳ କୁଣ୍ଡ ବିଷୟରେ ଟିକେ ଚିନ୍ତା କରିବା। ଆଉ ଲୁକ ହେଉଛନ୍ତି ଏକମାତ୍ର ବାଇବଲ ଲେଖକ ଯିଏକି ନୂତନ ନିୟମରେ ଗୁହାଳ କୁଣ୍ଡର ଶବ୍ଦକୁ ସେ ବ୍ୟବହାର କରନ୍ତି ଏବଂ ଏହି ଗୋଟିଏ ଶବ୍ଦ ଉପରେ ଆଲୋଚନା କରି ଆମେ ଯଥେଷ୍ଟ ଶିକ୍ଷା ଲାଭ କରିପାରିବା। ଆଉ ପରମେଶ୍ୱର ଏଇ ଗୁହାଳ କୁଣ୍ଡରେ ଯାହା କରିଅଛନ୍ତି ତାହା ଆମ ନିମନ୍ତେ, ଆମ ସମସ୍ତଙ୍କ ନିମନ୍ତେ ଅତି ମହାନ ଅଟେ। ଯେତେବେଳେ ଯୀଶୁ ଖ୍ରୀଷ୍ଟ ଶିଶୁ ରୂପରେ ଜନ୍ମଗ୍ରହଣ କଲେ ସେତେବେଳେ ତାଙ୍କ ମାତା ମରିୟମ ଏକ ଗୁହାଳ କୁଣ୍ଡରେ ଶୁଆଇଲେ ବୋଲି ଓଡ଼ିଆ ବାଇବଲରେ ଅଛି ଏବଂ ଯଦି ଆମେ ଆଙ୍ଗ୍ରେଜୀ ବାଇବଲକୁ ରେଫର କରିବା ଲେଡ୍ ବୋଲି ଅଛି, ରଖିଲେ ରଖିଲେ। ତ ପ୍ରିୟ ବନ୍ଧୁଗଣ, ଆମେ ଅନେକ ସମୟରେ ଆମମାନଙ୍କ ମଧ୍ୟରେ ଗୋଟିଏ ମିସକନସେପସନ ବା ଗୋଟିଏ ଆମର ଭୁଲ ବୁଝାମଣା ଆସିଥାଏ ଯେ ଗୁହାଳ ବୋଲି ବାଇବଲର କୌଣସି ସ୍ଥାନରେ ମଧ୍ୟ ଗୁହାଳର ଉଲ୍ଲେଖ କରାଯାଏ। ମୁଁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ବୃତ୍ତାନ୍ତ ବିଷୟରେ କହୁଛି, କୌଣସି ସ୍ଥାନରେ ମଧ୍ୟ ଆଉ ଗୁହାଳ ଶବ୍ଦର ବ୍ୟବହାର କରାଯାଏ ନାହିଁ, କିନ୍ତୁ ଗୁହାଳ କୁଣ୍ଡର ଶବ୍ଦ ବ୍ୟବହାର କରାଯାଏ। ଗୁହାଳ କୁଣ୍ଡ ଗୁହାଳ ଠାରୁ ଅତି ଭିନ୍ନ ଅଟେ। ଅନେକ ସମୟରେ ଆମେ କହିଥାଉ ସେମାନଙ୍କ ନିମନ୍ତେ ଗୋଟେ ଗୁହାଳ ଘର ମିଳିଲା ବୋଲି ବା ଗୁହାଳ ଘରେ ଯୀଶୁ ଜନ୍ମ ହେଲେ ବୋଲି। वी डोंट नो अबाउट दैट। ଆମେ ଜାଣି ନାହୁଁ ଯୀଶୁ ଖ୍ରୀଷ୍ଟ କୋଉଠି ଜନ୍ମ ନେଲେ, କିନ୍ତୁ ଏତିକି କୁହାଯାଇଛି ଯେ ଜନ୍ମ ହେଲା ପରେ ତାଙ୍କୁ ଗୋଟିଏ ଗୁହାଳ କୁଣ୍ଡରେ ଶୁଆଇଲେ। ତ ଗୁହାଳ କୁଣ୍ଡ ଓଡ଼ିଆ ବାଇବଲରେ ଲେଖାଯାଏ ଗୁହାଳ କୁଣ୍ଡ, ଆଙ୍ଗ୍ରେଜୀରେ ମେଞ୍ଜେର ବୋଲି କୁହାଯାଏ, ମେଞ୍ଜେର। ଆଉ ମେଞ୍ଜେର ଶବ୍ଦଟି ଲାଟିନ ଶବ୍ଦ ମେଣ୍ଡୁକେର ଠାରୁ ଏହା ଆସିଛି। ଲାଟିନ ଶବ୍ଦ ମେଣ୍ଡୁକେର ତାର ଅର୍ଥ ହେଉଛି ଟୁ ଇଟ୍ ବା ଓଡ଼ିଆରେ ଖାଇବା। ଧ୍ୟାନ ସେ ଶୁଣନ୍ତୁ, जो मैंडुकेर शब्द लाटिन रे अछि सेही शब्दरू मेंजेर जाको अंग्रेजी बाइबल रे गुहाल कुंड बोली मेंजेर बोली कुहा जे आमे ओडिया बाइबल रे गुहाल कुंड आउ सेही शब्द मेंडुकेर रो आसी मेंडुकेर शब्द होछि टू ईट बा खाइबा। तो जदि आमे एई स्थान रे देखिबा ग्रीक बाइबल रे फांटे शब्दर व्यवहार करा जाए। आउ एई फांटे शब्द गोटे नाउन जो माने व्याकरण रे रुचि रखन्ते से माने बुझी पारुथिबे एहा नाउन भाबरे एवं डेटिव केस, नाउन डेटिव केस एवं फेमिनाइन जेंडर एवं सिंगुलर भाबरे व्यवहार करे जे मने रखन्तु फांटे मेंजेर बा ओडिया रे गुहाळ कुंड। ओ एहा एक कुंड किंबा आउ गोटे आमे छुलना बोली कहि परिबा बा दोली बोली आम भाषा रे जोडा कहू कुंड जहाँ काठ किंबा पत्थर रे तैयारी हेई थाए एवं पशु मानकु खाद्य देवार स्थान यह थाए किंबा जो पशु मान निमंते घास किंबा अन्य खाद्य रखा जाए थाए। मेंजेर बोली अंग्रेजी रे कहा जाए और आम ओडिया बाइबल रे गुहाल कुंड बोली लिखा जाइछि। आउ एई शब्द को लुक तार 13-15 रे मध्य से व्यवहार करती पढ़िबा नहीं आपण माने समझ जानिछंती सेठारे ए बोली कहा जाए किंतु प्रभु तांको उत्तर देले रे कपटी माने तुमे माने प्रत्येक कोन विश्राम बार रे अपना अपना बलद किंबा गध गुहाळरू फिटाई घेनी जाए पानी पियाओ नहीं। गुहाळ बोली से स्थान रे लुक व्यवहार ओडिया बाइबल रे व्यवहार करा जाय छै, किंतु लुक एक्जाक्टली सेही शब्द ही व्यवहार करते से फांटे। देखो तो ओडिया बाइबल रे हमर गोटे स्थान रे गुहाळ कुंड आ गोटे स्थान रे लुक, किंतु आपण जदि ग्रीक बाइबल को जिबे गोटे शब्द ही व्यवहार करा जायछि से 2-7 रे फांटे आउ 2-13-15 रे फांटेस। तो एस कहीं की जोड़ा गला व्याकरण भाव जो देखिबा एटा जेनेटिव केस
ସେଇଟା ଥିଲା ଡେଟିଭ କେସ୍, ଏଇଟା ହଉଛି ଜେନେଟିଭ କେସ୍, ତେଣୁ ଯୋଡା ଗଲା, ନହେଲେ ଗୋଟିଏ ଶବ୍ଦର ବ୍ୟବହାର କରାଯାଇଛି। ତ ସେଇ ମେଞ୍ଜେର ବା ଆମେ ଯାହା ଗୁହାଳ କୁଣ୍ଡ ବୋଲି କହୁ, ଯେଉଁଠାରେ ପଶୁ ଆଉ ପଶୁପଲ ଯେଉଁ ସ୍ଥାନ ମାନଙ୍କରେ ରଖାଯାଉଥିଲା, ପଶୁପଲ ମାନେ ପଶୁ ଗୁଡାକ ସେଇ ବାତକୁ ଆମେ ଗୁହାଳ ବା ପଶୁଶାଳା କିମ୍ବା ଗୁମ୍ଫା ବୋଲି କହିପାରିବା, ସେଠାରୁ ସେମାନେ ବାହାରି ଯାଉଥିଲେ ଆଉ ସେଇ ଗୁହାଳ କୁଣ୍ଡରେ ବା ମେଞ୍ଜେରୁ ସେମାନେ ଖାଦ୍ୟ ଖାଉଥିଲେ। ତ ସେଇ ସ୍ଥାନରେ ଶିଶୁ ଯୀଶୁଙ୍କୁ ରଖାଗଲା, ଗୁହାଳର କୌଣସି ଉଲ୍ଲେଖ ନାହିଁ। ପ୍ରିୟ ବନ୍ଧୁଗଣ, କୃଷକ ମାନେ ସବୁବେଳେ ନିଜ ପଶୁ ମାନଙ୍କର ଚାରା ବା ଖାଦ୍ୟ ଏହି କୁଣ୍ଡ ମାନଙ୍କରେ ଭରି ରଖୁଥିଲେ, ଯେପରି ପଶୁମାନେ କେବେ ମଧ୍ୟ ଭୋକିଲା ନ ରୁହନ୍ତୁ। ଯେତେବେଳେ ଚାହିଁବେ ସେମାନେ ଯେଉଁ ସ୍ଥାନରେ ପଶୁମାନଙ୍କୁ ରଖାଯାଉଥିଲା ସେଇ ସ୍ଥାନରୁ ସେମାନେ ବାହାରି ଯିବେ ଏବଂ ଏଇ ମେଞ୍ଜେରୁ ସେମାନେ ଖାଦ୍ୟ ଖାଇବେ। ସବୁବେଳେ ଭରିକି ରଖାଯାଉଥିଲା। ଆଉ ଏଇ ପଶୁଶାଳା ମାନଙ୍କରେ ଥିବା ପଶୁମାନେ କୌଣସି ସମୟରେ ମଧ୍ୟ ସେଇ କୁଣ୍ଡ ନିକଟକୁ ଯାଉଥିଲେ, ଯାଇପାରୁଥିଲେ ଏବଂ ଦୀର୍ଘ ସମୟ ଧରି ଆରାମରେ ଚୋବାଇ ଚୋବାଇ ପାକୁଳି କରି କରି ଧୀରେ ଧୀରେ ସେମାନଙ୍କର ଖାଦ୍ୟ ଖାଉଥିଲେ। ତ ବାଇବଲରେ ଏଇ ମେଞ୍ଜେର ଶବ୍ଦ ମଧ୍ୟ, ଆଉ ଯଦି ଆମେ ଦେଖିବା ଖାସ କରିକି ସେଇ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ବିବରଣରେ, ସେଇ ବୃତ୍ତାନ୍ତରେ ତିନୋଟି ସ୍ଥାନରେ ଲୁକ ବ୍ୟବହାର କରନ୍ତି, ଯାହାକି 2:7 ଆମେ ପଢିଲୁ, ତାଙ୍କୁ ଲୁଗାରେ ଗୁଡାଇ ଗୁହାଳ କୁଣ୍ଡରେ ଶୁଆଇଲେ ବୋଲି ଲେଖାଯାଏ। ଏବଂ 2:12 ମଧ୍ୟ ଲୁକ ଲେଖନ୍ତି ଯେ ତୁମମାନଙ୍କ ନିମନ୍ତେ ଏହା ଏକ ଚିହ୍ନ ସ୍ୱରୂପ ହେବ, ତୁମେ ମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡାଇ ଗୁହାଳ କୁଣ୍ଡରେ ଶୋଇଥିବା ଦେଖିବ। ଏବଂ ତୃତୀୟ ବିଷୟ, ଲୁକ ଏହି ଶବ୍ଦକୁ ବ୍ୟବହାର କରନ୍ତି ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତରେ, ଲୁକ ତାର 2:16 ସେଠାରେ ମଧ୍ୟ ସେ କହନ୍ତି, ଏଥିରେ ସେମାନେ ଶୀଘ୍ର ଯାଇ ଅନ୍ୱେଷଣ କରି ମରିୟମ ଓ ଯୋସେଫଙ୍କୁ ପୁଣି ଗୁହାଳ କୁଣ୍ଡରେ ଶିଶୁଙ୍କୁ ଶୋଇଥିବା ଦେଖିଲେ। ତ ପ୍ରିୟ ବନ୍ଧୁଗଣ, ଯୀଶୁଙ୍କୁ ସଂଯୋଗରେ ସେଇ ଗୁହାଳ କୁଣ୍ଡରେ ଶୁଆଯାଇ ନଥିଲା, ବାଇ ଆକ୍ସିଡେଣ୍ଟାଲି ନୁହଁ। ଏଇଟା ହଠାତ୍ ଏମିତି ପରିସ୍ଥିତି ପଳେଇ ଆସିଲା ତେଣୁ ଗୁହାଳ କୁଣ୍ଡରେ ଶୁଆଇ ଦେବା, ସେମିତି ହେଇନଥିଲା, ଧ୍ୟାନ ଦିଅନ୍ତୁ। କିନ୍ତୁ ଏହା ଏକ ପ୍ରମୁଖ ଆଧ୍ୟାତ୍ମିକ ପ୍ରତୀକ ଅଟେ। ଇଟ୍ ଇଜ ଏ ମେଜର ସ୍ପିରିଚୁଆଲ ସିମ୍ବଲ। ପ୍ରମୁଖ ଆଧ୍ୟାତ୍ମିକ ପ୍ରତୀକ ଅଟେ। ପଶୁମାନେ ସେମାନଙ୍କ ଶାରୀରିକ ଆହାର ନିମନ୍ତେ, ଖାଦ୍ୟ ନିମନ୍ତେ ସେଇ କୁଣ୍ଡକୁ ଯାଆନ୍ତି, କିନ୍ତୁ ଯେତେବେଳେ ଯୀଶୁ ଖ୍ରୀଷ୍ଟ ସେହି କୁଣ୍ଡରେ ଅଛନ୍ତି, ଆମେ ଆଧ୍ୟାତ୍ମିକ ଖାଦ୍ୟ ନିମନ୍ତେ ସେହି କୁଣ୍ଡ ନିକଟକୁ ଯାଇପାରିବା। ଆଉ ଯୀଶୁଙ୍କର ପୁଷ୍ଟିକର ଖାଦ୍ୟର ଏକ ଅସୀମ ଭଣ୍ଡାର ରହିଛି ଏବଂ ଆମେ ଯେକୌଣସି ସମୟରେ ମଧ୍ୟ ତାଙ୍କ ନିକଟକୁ ଯାଇପାରିବା ଏବଂ ସମ୍ପୂର୍ଣ୍ଣ ତୃପ୍ତ ହୋଇପାରିବା ଆଧ୍ୟାତ୍ମିକ ଖାଦ୍ୟରେ। ତ ଦେଖନ୍ତୁ, ଗୁହାଳ କୁଣ୍ଡ, ମେଞ୍ଜେର ପଶୁମାନଙ୍କ ନିମନ୍ତେ କୌଣସି ସମୟରେ ମଧ୍ୟ ସେମାନେ ଯାଇ ସେଠାରୁ ଖାଦ୍ୟ ଖାଇପାରୁଥିଲେ, ଆରାମସେ ଖାଇପାରୁଥିଲେ। ସେଇଭଳି ଯେତେବେଳେ ଯୀଶୁଖ୍ରୀଷ୍ଟ ଏଇ ଗୁହାଳ କୁଣ୍ଡରେ ମେଞ୍ଜେରରେ ଅଛନ୍ତି, ଆମେ ଆଧ୍ୟାତ୍ମିକ ଖାଦ୍ୟ ନିମନ୍ତେ ସେଇ ଗୁହାଳ କୁଣ୍ଡ ନିକଟକୁ ଯାଇପାରିବା। କିଛି ସମୟ ମଧ୍ୟରେ ଆମେ ଦେଖିବା ଏଇ ଗୁହାଳ କୁଣ୍ଡ କଣ ଏବଂ ଏହାର କଣ। ପ୍ରିୟ ବନ୍ଧୁଗଣ, ଯୀଶୁ ଆମକୁ ତାଙ୍କରି ବାକ୍ୟ, ତାଙ୍କର ଧାର୍ମିକତା, ତାଙ୍କ ସୁସମାଚାର ଏବଂ ତାଙ୍କ ଆଧ୍ୟାତ୍ମିକ ଖାଦ୍ୟ ଦ୍ୱାରା ସେ ପୋଷଣ କରନ୍ତି। ଆଉ ଯୀଶୁ ଚାହାନ୍ତି ଯେ ଆମେ ତାଙ୍କ ବାକ୍ୟକୁ ଭୋଜନ କରୁ, ଏହାକୁ ପାକୁଳି କରୁ, ଏହାର ଅର୍ଥକୁ ଆମେ ଧୀରେ ଧୀରେ ଚିନ୍ତନ କରୁ। ଏହା ଯୀଶୁ ଚାହାନ୍ତି, ପ୍ରଭୁ ଚାହାନ୍ତି। ଆଉ ବାକ୍ୟକୁ ଭୋଜନ କରିବା ବିଷୟରେ ପବିତ୍ର ଶାସ୍ତ୍ରରେ ବିଭିନ୍ନ ସ୍ଥାନରେ ଲେଖାଯାଏ, କିଭଳି ବାକ୍ୟକୁ ଆମେ ଭୋଜନ କରିବା। ଜିରିମିୟ ତାର 15:16 ଗୋଟିଏ ବିଷୟ କୁହାଯାଏ, ତୁମ୍ଭର ବାକ୍ୟ ପ୍ରାପ୍ତ ହେଲା, ପୁଣି ମୁଁ ତାହା ଭୋଜନ କଲି। ଜିରିମିୟ କହନ୍ତି, ତୁମ୍ଭର ବାକ୍ୟ ମୋର ଆନନ୍ଦ ଓ ଚିତ୍ତର ଆହ୍ଲାଦଜନକ ହେଲା ବୋଲି ଜିରିମିୟ ତାହା ସେଠାରେ କହନ୍ତି। ବାକ୍ୟକୁ ସେ ଭୋଜନ କଲେ। ଆଉ ଜିହିଜି କଲ ତାର 3:1 ମଧ୍ୟ ବାକ୍ୟକୁ ଭୋଜନ କରିବା ବିଷୟରେ କୁହାଯାଏ। ସେଠାରେ ଏଭଳି କୁହାଯାଏ, ଅନନ୍ତର ସେ ମୋତେ କହିଲେ, ହେ ମନୁଷ୍ୟ ସନ୍ତାନ, ତୁମ୍ଭ ନିକଟରେ ଯାହା ଉପସ୍ଥିତ ତାହା ଭୋଜନ କର, ତାହା ଭୋଜନ କର। ଏହି ନଳାକାର ପୁସ୍ତକ ଭୋଜନ କର ଓ ଯାଇ ଇସ୍ରାଏଲ ବଂଶ ସହିତ କଥା କୁହ। ବାକ୍ୟକୁ ଭୋଜନ କରିବା ପାଇଁ ଜିହିଜିକଲଙ୍କୁ ଆଦେଶ ଦିଆଯାଏ। ଏବଂ
ଯଦି ଆମେ ନୂତନ ନିୟମକୁ ଚାଲି ଆସିବା, ପ୍ରକାଶିତ ବାକ୍ୟ ତାର 10 ଅଧ୍ୟାୟର 9 ଏବଂ 10 ଯଦି ଆମେ ଦେଖିବା, ସେଠାରେ ମଧ୍ୟ ବାକ୍ୟକୁ ଭୋଜନ କରିବା ବିଷୟରେ କୁହାଯାଏ। ସେଥିରେ ମୁଁ ସେହି ଦୂତଙ୍କ ନିକଟକୁ ଯାଇ କ୍ଷୁଦ୍ର ପୁସ୍ତକଟି ମତେ ଦେବାକୁ ତାହାଙ୍କୁ କହିଲି। ସେଭଳି କୁହାଯାଏ ସେଠାରେ। ସେ ମତେ କହିଲେ, ଏହା ନେଇ ଭକ୍ଷଣ କର, ଏହା ତୁମ୍ଭ ଉଦରକୁ ତିକ୍ତ କରିଦେବ, କିନ୍ତୁ ତୁମ୍ଭ ମୁଖକୁ ଏହା ମଧୁ ପରି ମିଷ୍ଟ ଲାଗିବ। ତାପରେ ଯୋହନ କହନ୍ତି, ସେ ଦୂତଙ୍କ ହସ୍ତରୁ ମୁଁ ସେଇ ପୁସ୍ତକ ନେଲି ଏବଂ ତାହା ଭକ୍ଷଣ କଲି। ତାହା କେଉଁ ପୁସ୍ତକ? ପରମେଶ୍ୱରଙ୍କ ବାକ୍ୟ। ପ୍ରିୟ ବନ୍ଧୁଗଣ, ପରମେଶ୍ୱରଙ୍କ ବାକ୍ୟ ଭକ୍ଷଣ କରିବା ନିମନ୍ତେ ବା ଭୋଜନ କରିବା ନିମନ୍ତେ ପ୍ରତ୍ୟେକ ମନୁଷ୍ୟଙ୍କୁ ଏହି ଆଦେଶ ଦିଆଯାଏ। ପ୍ରଭୁଙ୍କ ବାକ୍ୟ ଅନ୍ୟ ଖାଦ୍ୟ ପରି ନୁହେଁ। ଏଥିରେ ଆମର ଆତ୍ମାକୁ ରକ୍ଷା କରିବାର ଶକ୍ତି ରହିଛି। ଆମର ଆତ୍ମାକୁ ପ୍ରଭୁଙ୍କ ବାକ୍ୟ ରକ୍ଷା କରିପାରେ। ଯାକୁବ ତାର 1 ଅଧ୍ୟାୟର 21 ପଦରେ ଗୋଟିଏ ବାକ୍ୟ କୁହାଯାଏ, ଅତଏବ ତୁମ୍ଭେମାନେ ସମସ୍ତ ଅସୁଚିତା ଓ ସବୁ ପ୍ରକାର ଦୁଷ୍ଟତା ପରିତ୍ୟାଗ କରି ଯେଉଁ ରୋପିତ ବାକ୍ୟ ତୁମ୍ଭମାନଙ୍କ ଆତ୍ମାକୁ ପରିତ୍ରାଣ କରିବା ନିମନ୍ତେ ସମର୍ଥ, ତାହା ନମ୍ର ଭାବରେ ଗ୍ରହଣ କର। ସେଠାରେ ଯାକୁବ କହନ୍ତି ବାକ୍ୟକୁ ଗ୍ରହଣ କରିବା। କେଉଁ ବାକ୍ୟ? ଯାହା ଆମ ଆତ୍ମାକୁ ରକ୍ଷା କରିପାରେ, ସେଇ ବାକ୍ୟକୁ ଆମେ ଗ୍ରହଣ କରିବା। ଆଉ କେବଳ ସେତିକି ନୁହେଁ, ଖାଦ୍ୟ ପାତ୍ର, ଦେଖନ୍ତୁ ମୁଁ ଏବେ ମେଞ୍ଜରକୁ ବା ସେଇ ଗୁହାଳ କୁଣ୍ଡ ବୋଲି ଓଡ଼ିଆରେ କୁହାଯାଏ, ତାକୁ ମୁଁ ଖାଦ୍ୟ ପାତ୍ର ବୋଲି କହୁଛି। ଖାଦ୍ୟ, କାରଣ ସେଠାରେ ଖାଦ୍ୟ ରଖାଯାଇଥିଲା ପଶୁମାନଙ୍କ ନିମନ୍ତେ। ଖାଦ୍ୟ ପାତ୍ରରେ ରଖାଯାଇଥିବା ଶିଶୁ ହେଉଛନ୍ତି ଜୀବନଦାୟକ ଆହାର। ଯୋହନ 6:35 ସେ କହନ୍ତି, ମୁଁ ଜୀବନଦାୟକ ଆହାର। ଆଉ ସେ ସ୍ୱର୍ଗରୁ ଅବତୀର୍ଣ୍ଣ ପ୍ରକୃତ ଆହାର ଅଟନ୍ତି ଏବଂ ଯାହାକୁ ଯିଏ ବି ଭୋଜନ କରନ୍ତି ସେ ଅନନ୍ତ କାଳ ନିମନ୍ତେ ଜୀବିତ ରହିବେ ବୋଲି ସେଠାରେ କୁହାଯାଏ। ତ ଯୀଶୁ ଖ୍ରୀଷ୍ଟ ସେ ଭୋଜନ ପାତ୍ରରେ ବା ମେଞ୍ଜରରେ ଅଛନ୍ତି। ସେ ହେଉଛନ୍ତି ଜୀବନ୍ତ ଆହାର। ଯଦି ଜଣେ ବ୍ୟକ୍ତି ଆତ୍ମିକ ଭାବରେ ସୁସ୍ଥ ହେବା ପାଇଁ ଚାହାନ୍ତି, ତେବେ ତାହାଙ୍କ ବାକ୍ୟ ପଢିବା ଏବଂ ତାହାଙ୍କର ସେ ଆଧ୍ୟାତ୍ମିକ ଭୋଜନ ଗ୍ରହଣ କରିବା ଅତି ଜରୁରୀ ଅଟେ। ସେହି ଗୁହାଳ କୁଣ୍ଡ ହେଉଛି ଏକ ମହତ୍ୱପୂର୍ଣ୍ଣ ସଂକେତ ଯେ ଯୀଶୁ ଆମ ପାଇଁ ଭରଣ ପୋଷଣର ବ୍ୟବସ୍ଥା କରିଅଛନ୍ତି। ସେ କରନ୍ତି। ଆଉ ସେଇ ମେଷପାଳକ ମାନେ ପ୍ରଥମେ ଭରଣ ପୋଷଣ ହୋଇଥିଲେ। ବର୍ତ୍ତମାନ ଆମମାନଙ୍କର ପର୍ଯ୍ୟାୟ, ଆମମାନଙ୍କର ସମୟ, ଆମକୁ ସେଇ ଆଉ ଅନ୍ୟମାନଙ୍କୁ ସେଇ ଗୁହାଳ କୁଣ୍ଡ ବା ମେଞ୍ଜର ନିକଟକୁ ଯିବାକୁ ପଡିବ ଏବଂ ସେ ଆଧ୍ୟାତ୍ମିକ ଖାଦ୍ୟ ଦ୍ୱାରା ଭରଣ ପୋଷଣ ହେବାକୁ ପଡିବ। ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ସେହି ପ୍ରଥମ ଖ୍ରୀଷ୍ଟମାସରେ ବେଥଲିହିମରେ ଜନ୍ମ ହୋଇଥିବା ଯୀଶୁ ଆମ ନିମନ୍ତେ ଆହାର ଅଟନ୍ତି। ଆଉ ବେଥଲିହିମ କଣ ଆପଣମାନେ ଜାଣନ୍ତି? ବେଥଲିହିମର ଅର୍ଥ ହେଉଛି ରୁଟିର ଗୃହ ବା ଖାଦ୍ୟର ଗୃହ, ଦ ହାଉସ ଅଫ ବ୍ରେଡ ବୋଲି କୁହାଯାଏ। In Hebrew, the city's name is pronounced as Bethlehem. ବେଥଲେହେମକୁ ହିବ୍ରୁରେ ବେଥଲେହେମ ବୋଲିକି ପ୍ରୋନାଉନ୍ସ କରାଯାଏ। ବେଟ୍ର ଅର୍ଥ ହେଉଛି ଆଉ ଆଉ ହାଉସ ଏବଂ ଲେଚେମର ଅର୍ଥ ହେଉଛି ବ୍ରେଡ। ବେଥଲେହେମ ତ ରୁଟିର ଘର। ଯିଏ ଯୀଶୁ ଖ୍ରୀଷ୍ଟ ଯିଏକି ଜୀବନଦାୟକ ଆହାର, ସେ ବେଥଲେହେମ ଯାହାକି ଆହାରର ଗୃହ ବା ରୁଟିର ଗୃହ, ସେଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ଗୁହାଳ କୁଣ୍ଡ ଯାହାକି ଆହାରର ପାତ୍ର, ସେଥିରେ ରଖାଗଲେ। Jesus, the bread of life, was born in Bethlehem, the house of bread, and placed in a manger, a bread basket. ଗୋଟେ ବ୍ରେଡ ବାସ୍କେଟ ତାଙ୍କୁ ରଖାଗଲା। ଜୀବନଦାୟକ ଆହାରର ଗୃହରେ ଜନ୍ମଗ୍ରହଣ କଲେ ଏବଂ ଆହାରର ପାତ୍ରରେ ରଖାଯାଇଥିଲେ। ଆଜି ସେହି ଖାଦ୍ୟର ପାତ୍ର ବା ସେଇ ଗୁହାଳ କୁଣ୍ଡ ଇଏ ଆମେ ଚିନ୍ତା କରିବା। ସେଇ ଖାଦ୍ୟର ପାତ୍ର, ଦାଟ ମେଞ୍ଜର, ସେ ଗୁହାଳ କୁଣ୍ଡ କିଏ? ଆସନ୍ତୁ ଚିନ୍ତା କରିବା। ତ ଆଜିର ପ୍ରସଙ୍ଗର ନାମ ମୁଁ ଦେବା ପାଇଁ ଚାହିଁବି
ତାହାଙ୍କ ଗୁହାଳ କୁଣ୍ଡ, ତାହାଙ୍କ ଗୁହାଳ କୁଣ୍ଡ। ପ୍ରିୟ ବନ୍ଧୁଗଣ, ପରମେଶ୍ୱର ଆପଣଙ୍କୁ ଏବଂ ମତେ ଅନ୍ୟମାନଙ୍କୁ ଆଧ୍ୟାତ୍ମିକ ଆହାର ପରଷିବା ନିମନ୍ତେ ଗୋଟିଏ ଗୁହାଳ କୁଣ୍ଡ ବା ଖାଦ୍ୟର ପାତ୍ର ଭାବରେ ମନୋନୀତ କରିଅଛନ୍ତି। ଆଜି ସେଇ ଗୁହାଳ କୁଣ୍ଡ ଆପଣମାନେ ଏବଂ ମୁଁ, ଆମକୁ ପରମେଶ୍ୱର ସେଇ ଗୁହାଳ କୁଣ୍ଡ ଭାବରେ ମନୋନୀତ କରିଅଛନ୍ତି। ଆଉ ସେଇ ଗୁହାଳ କୁଣ୍ଡ ଆମମାନଙ୍କୁ କଣ ଶିକ୍ଷା ଦିଏ? ମୁଁ 5ଟି ବିଷୟ ଜଲ୍ଦି ଜଲ୍ଦି କହିବା ପାଇଁ ଚାହିଁବି। ପ୍ରଥମ ବିଷୟ ହଉଛି ଗୁହାଳ କୁଣ୍ଡ ମଇଳାରେ ପରିପୂର୍ଣ୍ଣ ଥିଲା। ମଇଳାରେ ପରିପୂର୍ଣ୍ଣ ଥିଲା। ହଁ, ଆମେ ନିଶ୍ଚିତ ହେଇପାରିବା ଯେତେବେଳେ ଶିଶୁ ଯୀଶୁଙ୍କୁ ସେ ଗୁହାଳ କୁଣ୍ଡରେ ରଖାଗଲା, ତା ପୂର୍ବରୁ ତା ମହିଳାରେ ପରିପୂର୍ଣ୍ଣ ହୋଇଥିବ। କିନ୍ତୁ ଯୋସେଫ ଏବଂ ମରିୟମ ଏହାକୁ ଯଥାସମ୍ଭବ ସଫା କରିଥିଲେ। ଏହାକୁ ଏକ ଆରାମଦାୟକ ଛୋଟ ଶଯ୍ୟାରେ ପ୍ରସ୍ତୁତ କରିବାକୁ ସେମାନଙ୍କୁ କରିବା ପାଇଁ ସେମାନଙ୍କୁ ସଫାସୁତୁରା କରିବାକୁ ପଡିଥିବ। କିନ୍ତୁ ପୂର୍ବରୁ ଏହା ପ୍ରଭୁଙ୍କ ନିମନ୍ତେ ଏକ ଆରାମଦାୟକ ଶଯ୍ୟା ନଥିଲା। ଆଉ ଶଯ୍ୟା ହେବାର କୌଣସି ଉପାୟ ବି ନଥିଲା। ଏହା ପଶୁମାନଙ୍କ ନିମନ୍ତେ ବ୍ୟବହୃତ ହେଉଥିଲା। ଏହା ଏକ ସାଧାରଣ କାଠ ବା ପଥରର କୁଣ୍ଡ ଥିଲା। ପରମେଶ୍ୱରଙ୍କ ପୁତ୍ରଙ୍କ ନିମନ୍ତେ ପ୍ରଥମ ରାଜକୀୟ ଶଯ୍ୟା ହେବାର ଯୋଗ୍ୟ ନଥିଲା। କେବଳ ପଶୁମାନଙ୍କ ଖାଦ୍ୟର ମଇଳା ସେଥିରେ ଜମି ରହିଥିବ। କିନ୍ତୁ ପରମେଶ୍ୱରଙ୍କ ପୁତ୍ର ରହିବା ସ୍ଥାନ ହେବା ପରେ ତାହା ସମ୍ପୂର୍ଣ୍ଣ ପରିଷ୍କାର ହୋଇଯାଇଥିଲା। ହାଲେଲୁୟା। ଆମ ଜୀବନ ମଧ୍ୟ ମଇଳା ଅପରିଷ୍କାର ପରିପୂର୍ଣ୍ଣ ଥିଲା ପ୍ରିୟ ବନ୍ଧୁଗଣ। କିନ୍ତୁ ଖ୍ରୀଷ୍ଟ ଆମ ଜୀବନରେ ରଖାଯିବା ପରେ ଆମେ ବର୍ତ୍ତମାନ ପରିଷ୍କାର ଗୁହାଳ କୁଣ୍ଡ ସଦୃଶ୍ୟ ଅଟୁ। ଯଦି ଖ୍ରୀଷ୍ଟ ଆମ ଜୀବନରେ ରଖାଯାଇଛନ୍ତି, ଖ୍ରୀଷ୍ଟ ଆମ ଜୀବନରେ ଅଛନ୍ତି, ଆମେ ସେହି ଅପରିଷ୍କାର ସେ ମଇଳା ଗୁହାଳ କୁଣ୍ଡ ନହୁ, ସେ ମେଞ୍ଜର ନହୁ, କିନ୍ତୁ ଆମେ ପରିଷ୍କାର, ସୂଚି ଏବଂ ପବିତ୍ର ସେ ମେଞ୍ଜର ଅଟୁ, ସେ ଗୁହାଳ କୁଣ୍ଡ ଅଟୁ। କଲସିୟ ମଣ୍ଡଳୀକୁ ପ୍ରେରିତ ପାଉଲ ଗୋଟେ କଥା କହନ୍ତି। କଲସିୟ ତାର 3 ପର୍ବର ସେଇ 5ରୁ 8 ମଧ୍ୟରେ ଯଦି ପଢିବା, ସମସ୍ତ ପ୍ରକାର ପାପର ଏକ ଲିଷ୍ଟ ପାଉଲ ଦିଅନ୍ତି। ଅଙ୍ଗ ପ୍ରତ୍ୟଙ୍ଗର କୁପ୍ରବୃତ୍ତି ଗୁଡିକ ବୋଲି ସେ ବ୍ୟଭିଚାର, ଅସୁଚିତା, କାମ, କୁଅ ବିଳାସ, ପ୍ରତିମା ପୂଜା ଏ ସମସ୍ତର ସେ ଏକ ଲିଷ୍ଟ ଦିଅନ୍ତି। ଆଉ ଏଇ ସବୁ ସମସ୍ତଙ୍କ ନିମନ୍ତେ ହିଁ, ଏଇ ଦ୍ୱାରା ହିଁ ପରମେଶ୍ୱରଙ୍କ କ୍ରୋଧ ଆସେ ବୋଲି ସେ କୁହନ୍ତି। ଏବଂ 7 ପଦରେ ସେ କହନ୍ତି, ପୂର୍ବେ ତୁମ୍ଭେମାନେ ମଧ୍ୟ ଏଇ ସବୁଠାରେ ଆସକ୍ତ ଥାଇ ସବୁ ଏ ପ୍ରକାର ଆଚରଣ କରୁଥିଲ, କିନ୍ତୁ ବର୍ତ୍ତମାନ ସେପରି ନୁହଁ। ତେଣୁ ଏ ସବୁଠାରୁ ତୁମେ ମୁକ୍ତ ହୋଇଯାଅ, ଏହା ପାଉଲ କହନ୍ତି। ପ୍ରିୟ ବନ୍ଧୁଗଣ, ଯୀଶୁ ଖ୍ରୀଷ୍ଟ ଆମ ଜୀବନରେ ରଖାଯିବା ପୂର୍ବରୁ, ଆସିବା ପୂର୍ବରୁ ଆମେ ସମସ୍ତେ ମଧ୍ୟ ଏଇଭଳି ଜୀବନ ଯାପନ କରୁଥିଲୁ। ଯେତେବେଳେ ଯୀଶୁ ଖ୍ରୀଷ୍ଟ ଆସିଲେ, ଆମେ ସମସ୍ତ ବିଷୟ ପରିତ୍ୟାଗ କରିଅଛୁ। ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଏ ସମସ୍ତ ବିଷୟରେ ଆମେ ଜୀବନ ଯାପନ କରୁଛୁ, ତେବେ ଆମେ ବର୍ତ୍ତମାନ ମଧ୍ୟ ସେଇ ମଇଳା ଅପରିଷ୍କାର ଗୁହାଳ କୁଣ୍ଡ ହୋଇ ରହିଛୁ ଏବଂ ଖ୍ରୀଷ୍ଟ ଆମ ମଧ୍ୟରେ ରଖାଯାଇ ନାହାନ୍ତି। ଧ୍ୟାନ ଦିଅନ୍ତୁ, ଗୁହାଳ କୁଣ୍ଡ ମଇଳାରେ ପରିପୂର୍ଣ୍ଣ ଥିଲା। ଖ୍ରୀଷ୍ଟ ଆସିବା ପରେ ତାହା ଶୁଦ୍ଧ ଏବଂ ପବିତ୍ର ହୋଇସାରିଛି। ଦ୍ୱିତୀୟ ବିଷୟ, ଗୁହାଳ କୁଣ୍ଡ ପୂର୍ବ ଯୋଜନା ଥିଲା। ଯେଭଳି ମୁଁ କହିଲି, ଦ୍ୟାଟ୍ ୱାଜ ନଟ୍ ଆକ୍ସିଡେଣ୍ଟ, ଏହା ଆକ୍ସିଡେଣ୍ଟାଲି ହେଇନଥିଲା। ଗୁହାଳ କୁଣ୍ଡ ପୂର୍ବ ଯୋଜନା ଥିଲା। ପ୍ରଥମେ ଆମେ ହୁଏତ ଭାବିପାରୁ ଯେ ଏହା ଏକ ଭାଗ୍ୟର ସଂଯୋଗ ଅଟେ, ହଉ ହଉ ହେଇଗଲା। ଏହା ହଠାତ୍ ଦୁର୍ଭାଗ୍ୟବଶତଃ ହୋଇଥିଲା। କାରଣ ଲୋକ କହନ୍ତି ତାଙ୍କୁ ଲୁଗାରେ ଗୁଡାଇ ଗୁହାଳ କୁଣ୍ଡରେ ଶୁଆଇଲେ, କାରଣ ବସା ଘରେ ସେମାନଙ୍କ ପାଇଁ ସ୍ଥାନ ନଥିଲା। ତ ଏହା ପଢିଲା ପରେ ଏମିତି ଲାଗେ ଯେ ବସା ଘରରେ କୌଣସି ସ୍ଥାନ ନାହିଁ, ଚାଲ କଣ କରିବା କଣ ନାହିଁ ଦେଖିବା, ହଁ ଏଠି ଗୋଟେ ଗୁହାଳ କୁଣ୍ଡ ଅଛି ସେଇଠି ରଖିଦେବା। ନା, ଏହା ଏକ ପୂର୍ବ ଯୋଜନା ଅଟେ। ଏହା ଏକ ପୂର୍ବ ଯୋଜନା ଅଟେ। ଏହା ସଂଯୋଗ କିମ୍ବା ଦୁର୍ଭାଗ୍ୟବଶତଃ ହୋଇନଥିଲା। ଏହା ପରମେଶ୍ୱରଙ୍କ ପୂର୍ବ ଯୋଜନା ଥିଲା ଯେ ତାଙ୍କର ପୁତ୍ରଙ୍କ ନିମନ୍ତେ ପ୍ରଥମ ଶଯ୍ୟା ଏକ ରାଜକୀୟ ପଲଙ୍କ କିମ୍ବା ଏକ ରାଜକୀୟ ଝୁଲା ଦୋଳି ହେବ ନାହିଁ, ଏକ ଖାଦ୍ୟର ପାତ୍ର ତାଙ୍କର ଶଯ୍ୟା ହେବ। ଏହା ପରମେଶ୍ୱରଙ୍କର ପୂର୍ବ ଯୋଜନା ଥିଲା। ତାଙ୍କର ଏହି ଜନ୍ମ ନିମନ୍ତେ ପରମେଶ୍ୱର ଅନେକ ଶତାବ୍ଦୀ ଆଗରୁ
ଯୋଜନା କରିଥିଲେ ଏବଂ ଏହା ପ୍ରସ୍ତୁତ କରିଥିଲେ। ଭବିଷ୍ୟତ ବକ୍ତା ମିଖା ଯୀଶୁଙ୍କ ଜନ୍ମର 700 ବର୍ଷ, ପ୍ରାୟତଃ 700 ବର୍ଷ ପୂର୍ବରୁ ଥିଲେ ଏବଂ ସେ ଭବିଷ୍ୟତବାଣୀ କରିଥିଲେ ଯେ ଯୀଶୁ ବେଥଲେହେମରେ ଜନ୍ମ ଗ୍ରହଣ କରିବେ, ଯାହାକି ଆମେ ପଢୁ ମିଖା ତାର 5 ଅଧ୍ୟାୟ 2 ପଦରେ। ମାତ୍ର ହେ ବେଥଲେହେମ ଉପ୍ରାତା, ଯିହୁଦାର ସହସ୍ର ଗଣ ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ, ମିଖା କହନ୍ତି। ତେଣୁ ତାଙ୍କ ପୁତ୍ରଙ୍କ ଦେହ ଧାରଣ କରିବା ବା ଇନକାର୍ନେସନ ସବିଶେଷ ଯୋଜନା କରିବା ଏବଂ ତାଙ୍କର ଆଗମନ କେଉଁ ସ୍ଥାନରେ ହେବ, ଆଉ କେଉଁ ସମୟରେ ହେବ, କେଉଁ ଉପାୟରେ ହେବ, ଏ ସମସ୍ତ ଯୋଜନା କରିବା ନିମନ୍ତେ ପରମେଶ୍ୱରଙ୍କ ଠାରେ 700 ବର୍ଷରୁ ବି ଉର୍ଦ୍ଧ୍ୱ ସମୟ ଥିଲା। ସେ ଯୋଜନା କରିସାରିଥିଲେ, ହଠାତ୍ ହେଇନଥିଲା। ଉଦାହରଣ ସ୍ୱରୂପ ସେ ଆଉ ଯଦି ହଠାତ୍ ହେଇଯାଇଥାନ୍ତେ, ତାହେଲେ ପରମେଶ୍ୱର ନିହାତି ଭାବରେ କରିଥାନ୍ତେ ଯେ ଭବିଷ୍ୟତ ବକ୍ତାଙ୍କ ଅନୁଯାୟୀ ସେ ବେଥଲେହେମରେ ଜନ୍ମ ଗ୍ରହଣ କରିବେ ଲେଖାଯାଇଛି। ତ ସେ କିଛି ସହଜର ଉପାୟ ବ୍ୟବସ୍ଥା କରିଥାନ୍ତେ। ସେ ସେଠାରେ ଜଣେ ବିଶ୍ୱସ୍ତ ବେଥଲେହେମରେ ହିଁ ଜଣେ ବିଶ୍ୱସ୍ତ ମହିଳାଙ୍କୁ, ଜଣେ ଧାର୍ମିକ ବ୍ୟକ୍ତିଙ୍କୁ ସେ ମନୋନୀତ କରିଥାନ୍ତେ, କିନ୍ତୁ ସେ ବେଥଲେହେମରେ କଲେ ନାହିଁ। ଏହା ପରିବର୍ତ୍ତେ ସେ ନାଜରିତରେ ରହୁଥିବା ଆଉ ମରିୟମଙ୍କୁ ଯୋସେଫଙ୍କୁ ବାଛିଲେ ସେ, ଏବଂ ସେ ଭବିଷ୍ୟତବାଣୀ କରାଯାଇଥିବା ସହର ବେଥଲହେମ ଠାରୁ ବହୁ ଦୂରରେ ସେ ମରିୟମକୁ ଗର୍ଭବତୀ କଲେ, କାରଣ ତାଙ୍କର ଯୋଜନା ଥିଲା ସେ ଆସିବେ ଏବଂ ତାଙ୍କର ଏଇଭଳି ହବ, ତାଙ୍କୁ ସ୍ଥାନ ମିଳିବ ନାହିଁ ଏବଂ ତାଙ୍କୁ ସେଇ ମେଞ୍ଜେରରେ ଗୁହାଳ କୁଣ୍ଡରେ ଶୁଆଯିବ। ଏହା ପରମେଶ୍ୱରଙ୍କର ଯୋଜନା ଥିଲା। ଆମେ ଆଉ ଅତି ଗଭୀରକୁ ଯିବା ନାହିଁ, ଯୋଜନା କିପରି ହେଲା ସେ ବିଷୟରେ ମଧ୍ୟ ବାଇବଲରେ କୁହାଯାଏ, ଆମେ ଯିବାନି, ଆମର ସମୟ ନୁହଁ। ତ କିନ୍ତୁ ପରମେଶ୍ୱର ଯଦି ଚାହିଁଥିଲେ ସେ ବେଥଲେହେମରୁ ହିଁ ଗୋଟେ ସ୍ୱପ୍ନ ମାଧ୍ୟମରେ ଦେଖେଇଥାନ୍ତେ, ସେମାନେ ଆସୁଛନ୍ତି, ସେମାନଙ୍କୁ ତୁମେ ଆଉ ସ୍ଥାନ ଦିଅ, ବସା ଘରେ ସ୍ଥାନ ଦିଅ, କରିପାରିଥାନ୍ତେ, କିନ୍ତୁ ତାହା କଲେ ନାହିଁ। ଯଦି ପରମେଶ୍ୱର ତାହା କରିଥାନ୍ତେ, ଏହି ଦୃଶ୍ୟରେ ଗୁହାଳ କୁଣ୍ଡ ଆସିନଥାନ୍ତେ, ଗୁହାଳ କୁଣ୍ଡ ଆସିନଥାନ୍ତା ଏଇ ଦୃଶ୍ୟରେ। ତ ସେଇ ଏହା କରିବା ପରିବର୍ତ୍ତେ ପରମେଶ୍ୱର ଯୋସେଫ ଏବଂ ମରିୟମଙ୍କୁ ନାଜରିତରୁ ବେଥଲେହେମକୁ ଏକ ସାମ୍ରାଜ୍ୟର ଜନଗଣନା ମାଧ୍ୟମରେ ସ୍ଥାନାନ୍ତରିତ କଲେ। ଆଉ ସେ ଏପରି ବ୍ୟବସ୍ଥା କଲେ ଯେ ସେମାନେ ଯିବେ ଏବଂ ସେମାନେ କଷ୍ଟ ପାଇବେ, ସେମାନଙ୍କୁ ସ୍ଥାନ ମିଳିବ ନାହିଁ ଏବଂ ଏକ ମେଞ୍ଜେର ସେଇ ଦୃଶ୍ୟ ମଧ୍ୟକୁ ଆସିବ। ଏହା ପରମେଶ୍ୱର ଯୋଜନା କରିଥିଲେ। ଏହା ଆମକୁ ଈଶ୍ୱରଙ୍କ ଏକ କଠୋରତା ଭଳି ଲାଗିପାରେ, ଈଶ୍ୱର କେତେ କଠୋର କାର୍ଯ୍ୟ କରିଛନ୍ତି ବୋଲି ଲାଗିପାରେ, କିନ୍ତୁ ଏହା ସମସ୍ତ ପରମେଶ୍ୱରଙ୍କର ଯୋଜନାର ଅଂଶ ଅଟେ। ଦୃଶ୍ୟକୁ, ସେଇ ସିନ୍କୁ, ଗୁହାଳ କୁଣ୍ଡକୁ ଆଣିବାର ତାଙ୍କର ଥିଲା ଏକ ଯୋଜନା। ପ୍ରିୟ ବନ୍ଧୁଗଣ, ଆପଣ ଏବଂ ମୁଁ ମଧ୍ୟ ଈଶ୍ୱରଙ୍କ ଯୋଜନାର ଅନ୍ତର୍ଗତ ଅଟୁ। ଆମେ ଆମର ନିଜର ନୋହୁଁ, ନିଜର ଯୋଜନା ଅନୁସାରେ ଆମେ ନୋହୁଁ, କିନ୍ତୁ ଈଶ୍ୱରଙ୍କ ଯୋଜନା ଦ୍ୱାରା ଆମେ ଚାଳିତ ହେଉଛୁ। ଆମ ଜୀବନ ନିମନ୍ତେ ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ଯୋଜନା ରହିଛି। ଯେଭଳି ସେଦିନ ସେଇ ଗୁହାଳ କୁଣ୍ଡ ନିମନ୍ତେ ପରମେଶ୍ୱରଙ୍କର ଯୋଜନା ଥିଲା, ଆମ ଜୀବନ ନିମନ୍ତେ ମଧ୍ୟ ପରମେଶ୍ୱରଙ୍କ ଯୋଜନା ରହିଛି। ତେଣୁ ଜିରିମିୟ ତାର 1 ପଦର 5ରେ ପରମେଶ୍ୱର ଗୋଟେ କଥା କହନ୍ତି, ଉଦର ମଧ୍ୟରେ ତୁମକୁ ଗଢିବା ପୂର୍ବରୁ ଆମେ ତୁମକୁ ଜାଣିଲୁ, ପୁଣି ଭୂମିଷ୍ଠ ହେବା ପୂର୍ବରୁ ଆମେ ତୁମକୁ ପବିତ୍ର କଲୁ। ଆମ୍ଭେ ତୁମକୁ ନାନା ଦେଶୀୟ ମାନଙ୍କ ନିକଟରେ ଭବିଷ୍ୟତ ବକ୍ତା କରି ନିଯୁକ୍ତ କରିଅଛୁ। ଆମେ ସମସ୍ତଙ୍କୁ ପ୍ରଭୁ ଉଦରରେ ପଡିବା ପୂର୍ବରୁ ଆମକୁ ଜାଣିଲେ ଏବଂ ଆମକୁ ନିଯୁକ୍ତ କଲେ। ତାଙ୍କର ଯୋଜନା ଅନୁସାରେ ଆମେ ଚାଳିତ ହେଉଛୁ। ଆସନ୍ତୁ ଏହି ଗୁହାଳ କୁଣ୍ଡ ରୂପୀ ଆମ ଜୀବନରେ ତାଙ୍କ ଯୋଜନାକୁ ପରିପୂର୍ଣ୍ଣ କରୁ, ତେବେ ଆମ ଖ୍ରୀଷ୍ଟମାସ ଉତ୍ସବର ପାଳନ ସଫଳ ହୋଇପାରିବ। ପ୍ରିୟ ବିଷୟ, ଗୁହାଳ କୁଣ୍ଡ ଏକ ଚିହ୍ନ ଥିଲା। ଆମେ ପ୍ରଥମ ବିଷୟ ଦେଖିଲୁ, ଗୁହାଳ କୁଣ୍ଡ ମହିଳା ଥିଲା। ଆମ ଜୀବନରେ ଯୀଶୁଖ୍ରୀଷ୍ଟ ଆସିବା ପୂର୍ବରୁ ଆମେ ସେ ପଳେଇଥିଲୁ। ଗୁହାଳ କୁଣ୍ଡ ଏକ ଯୋଜନା ଥିଲା। ଆମ ଜୀବନରେ ମଧ୍ୟ ପରମେଶ୍ୱରଙ୍କ ମହାନ ଯୋଜନା ରହିଅଛି। ତୃତୀୟ ବିଷୟ, ଗୁହାଳ କୁଣ୍ଡ ଏକ ଚିହ୍ନ ଥିଲା। ପ୍ରଭୁଙ୍କର ଦୂତ ମେଷପାଲ ମାନଙ୍କୁ ଯାହା କହିଲେ ତାହା ସେମାନଙ୍କ ନିମନ୍ତେ ଏକ ଅବିଶ୍ୱସନୀୟ ଘଟଣା, ସତ୍ୟ ଠାରୁ ଅତି ଦୂରରେ। ମେଷପାଲକ ମାନଙ୍କୁ ପ୍ରଭୁ ଦୂତ କଣ କହିଲେ? ସେଇ 2:11 କୁହାଯାଏ, କାରଣ ଆଜି ଦାଉଦ ନଗରରେ ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମ ଗ୍ରହଣ କରିଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ।
ଆଉ ଏହାକୁ ବିଶ୍ୱାସ କରିବାକୁ ଏବଂ ଏହି ବିଷୟରେ ସାକ୍ଷ୍ୟ ଦେବାକୁ ସେମାନଙ୍କ ନିମନ୍ତେ ଗୋଟିଏ ଚିହ୍ନର ଆବଶ୍ୟକ ଥିଲା। ଆଉ ସ୍ୱର୍ଗଦୂତ ସେଇ ଚିହ୍ନ ଦେଲେ। କୋଉ ଚିହ୍ନ ଦେଲେ? ସେ 2:12 ଆମେ ପଢିଲୁ। ଆଉ ତୁମମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପେ ଚିହ୍ନ ସ୍ୱରୂପେ କଣ ହେବ? ତୁମେମାନେ ଏକ ଶିଶୁଙ୍କୁ ଲୁଗାରେ ଗୁଡା ହୋଇଥିବା ଏବଂ ଗୁହାଳ କୁଣ୍ଡରେ ଶୋଇଥିବା ଦେଖିବ। ଚିହ୍ନ, ଗୁହାଳ କୁଣ୍ଡକୁ ଚିହ୍ନ ସଦୃଶ୍ୟ ଚିହ୍ନ ରୂପରେ ଦିଆଯାଏ। ଲୁଗାରେ ଗୁଡା ହୋଇଥିବା ବିଷୟରେ ଆମେ ଯିବା ନାହିଁ, କିନ୍ତୁ ମୁଁ କହିଦେବି ଲୁଗାରେ ଗୁଡା ହୋଇଥିବା, ଆଉ ଓଡିଆ ବାଇବଲରେ ପଢିଲେ ଆମକୁ ଗୋଟେ କନାରେ ଏମିତି ଗୁଡା ହେଇଥିବା ଭଳି ଘୋଡେଇଲା ଭଳି ଲାଗେ, ନୁହଁ। କିନ୍ତୁ ସେଇ ସମୟରେ ଯେତେବେଳେ କୌଣସି ଆଉ ଶିଶୁ ଜନ୍ମଗ୍ରହଣ କରନ୍ତି, ସେମାନଙ୍କୁ ଗୋଟିଏ କନାର ପଟିରେ ଆଉ ସେମାନଙ୍କୁ ଘୁରେଇ ଘୁରେଇ ବାନ୍ଧି ଦିଆଯାଏ, ଯେହେତୁ ସେମାନଙ୍କ ଶରୀରକୁ କୌଣସି କ୍ଷତି ନ ପହଞ୍ଚୁ ଏବଂ ସେମାନେ ଶୀତ ଥଣ୍ଡାରୁ ସେମାନେ ରକ୍ଷା ପାଆନ୍ତୁ ବୋଲି ବହୁତ ଟାଇଟଲି ବାନ୍ଧି ଦିଆଯାଉଥିଲା, ଲୁଗାରେ ଘୁରେଇ। ଲୁଗାରେ, ଆଉ ଓଡିଆ ବାଇବଲରେ ଲୁଗାରେ ଗୁଡା ହୁଏ ବୋଲି ଯାହା ଅଛି ତାକୁ ଘୋଡେଇବାଟା ନୁହଁ, କିନ୍ତୁ ଲୁଗାରେ ଜଷ୍ଟ ବାଇଣ୍ଡିଂ ଦ୍ୟାଟ୍ ୱାନ୍। ତ ଲୁଗାରେ ଗୁଡା ହୁଏ, ଇଂଲିଶରେ ସ୍ୱାଡଲିଂ କ୍ଲୋଥ୍ସ ବୋଲି ଲେଖାଯାଇଛି, ଘୁରା ହୋଇଥିବା କନା, ସ୍ୱାଡଲିଂ କ୍ଲୋଥ୍ସ। ଆଉ ସେତେବେଳେ ବେଥଲେହେମର ପ୍ରତ୍ୟେକ ଶିଶୁ ମାନଙ୍କୁ ଲୁଗାରେ ଗୁଡା ହଉଥିଲା। ତେଣୁ ସେଇଟା ଗୋଟିଏ ଆଉ ମହାନ ଚିହ୍ନ ହେଇନଥିବ, ଆବଶ୍ୟକ ନୁହଁ। ଲୁଗାରେ ଗୁଡା ହେଇଥିବ ତ ସମସ୍ତ ସନ୍ତାନ ଶିଶୁମାନେ, କିନ୍ତୁ ମୁଖ୍ୟ ଚିହ୍ନ ଥିଲା ସେଇ ଗୁହାଳ କୁଣ୍ଡ। କୌଣସି ରାଜା, କୌଣସି ପରମେଶ୍ୱରଙ୍କ ପୁତ୍ର, କୌଣସି ଉଦ୍ଧାରକର୍ତ୍ତା, ତ୍ରାଣକର୍ତ୍ତା ସେ ଗୁହାଳ କୁଣ୍ଡରେ ଶୋଇବେ ନାହିଁ। ତେଣୁ ତାହା ଏକ ମହାନ ଚିହ୍ନ ଥିଲା ସେମାନଙ୍କ ନିମନ୍ତେ। ଆଉ ସେମାନଙ୍କୁ ବିଶ୍ୱାସ ହୋଇନପାରେ, ତେଣୁ ସେମାନଙ୍କୁ ଏଇ ଚିହ୍ନ ଦିଆଗଲା। ପ୍ରିୟ ବନ୍ଧୁଗଣ, ବାସ୍ତବରେ ସେ ମେଷପାଳକ ମାନଙ୍କ ନିମନ୍ତେ ଏକ ବିଶ୍ୱାସ ଯୋଗ୍ୟ କଥା ହୋଇନପାରେ। ଏକ ରାଜା କିପରି ଗୁହାଳ କୁଣ୍ଡରେ ଶୋଇପାରନ୍ତି? ଏକ ତ୍ରାଣକର୍ତ୍ତା କିପରି ଗୁହାଳ କୁଣ୍ଡରେ ଶୋଇପାରନ୍ତି? ସେମାନେ ଭାବିଥିବେ ବୋଧ ହୁଏ ଆମେ ସଠିକ ଭାବରେ ଦୂତଙ୍କ କହିବା କଥା ଶୁଣିପାରି ନାହୁଁ କି? ଦୁନିଆର ଅନ୍ୟ କୌଣସି ରାଜା ଏକ ପଶୁମାନଙ୍କ ଖାଦ୍ୟ କୁଣ୍ଡରେ ଶୋଇନାହାନ୍ତି। ଏକ ଅତି ଆଚମ୍ବିତ ଚିହ୍ନ ଏଇଟା, ଚିହ୍ନ। କିନ୍ତୁ ସ୍ୱର୍ଗଦୂତ କହିଛନ୍ତି ଯେ ଶୋଇଛନ୍ତି, ତାଙ୍କୁ ଖୋଜ, ତୁମେ ରାଜାମାନଙ୍କ ରାଜାକୁ ପାଇବ। ତ୍ରାଣକର୍ତ୍ତା, ଆମ ସମସ୍ତଙ୍କ ଶତ୍ରୁ ମାନଙ୍କ ଠାରୁ ଉଦ୍ଧାରକାରୀ, ଖ୍ରୀଷ୍ଟ ମସିହ, ଈଶ୍ୱରଙ୍କ ସମସ୍ତ ପ୍ରତିଜ୍ଞା ପୂରଣକାରୀ ପ୍ରଭୁ, ଜଗତର ଅଧିପତି। ସେମାନେ ତାଙ୍କୁ କୋଉଠାରେ ପାଇବେ? କୋଉ ଚିହ୍ନ ମାଧ୍ୟମରେ ପାଇବେ? ସେଇ ଚିହ୍ନ ହେଉଛି ଗୁହାଳ କୁଣ୍ଡ, ମେଞ୍ଜେର, ମେଞ୍ଜେର। ପ୍ରିୟ ବନ୍ଧୁଗଣ, ଆମେ ଦେଖିବା ଆମେ ଆଉ ଆମକୁ ଦେଖିବା ଦ୍ୱାରା ଲୋକମାନେ ଖ୍ରୀଷ୍ଟଙ୍କୁ ଜାଣିବା ଉଚିତ। ଖ୍ରୀଷ୍ଟଙ୍କ ନିମନ୍ତେ ଆମେ ଏକ ଚିହ୍ନ ହେବା ଉଚିତ। ଖ୍ରୀଷ୍ଟଙ୍କ ନିକଟକୁ ଲୋକମାନେ ଆସିବା ନିମନ୍ତେ ଆମେ ଏକ ଚିହ୍ନ ହେବା ଉଚିତ। ମାଥିଉ ତାର ଆଉ 5:16 ଗୋଟେ କଥା କୁହାଯାଏ, ସେହି ପ୍ରକାରେ ତୁମ୍ଭମାନଙ୍କ ଆଲୋକ ଲୋକମାନଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମର ସତ୍କର୍ମ ଦେଖି ତୁମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ମହିମା କୀର୍ତ୍ତନ କରିବେ। ଆମର ଆଲୋକ, ଆମେ ଯେଉଁ ଚିହ୍ନ, ଗୁହାଳ କୁଣ୍ଡ ସଦୃଶ୍ୟ, ମେଞ୍ଜେର ସଦୃଶ୍ୟ ଆମେ ଯେଉଁ ଚିହ୍ନ, ଆମେ ସେଇ ଚିହ୍ନ ଦ୍ୱାରା ପ୍ରଭୁଙ୍କୁ ଲୋକମାନେ ଜାଣନ୍ତୁ। ଆମର ସେ ଆଲୋକ ଲୋକମାନଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯାହା ଦ୍ୱାରା ଆମର କର୍ମ ଦେଖି, ଆମର ଉତ୍ତମ କର୍ମ ଦେଖି ତାଙ୍କର ମହିମା କୀର୍ତ୍ତନ ହେବ। ସେ ଗୁହାଳ କୁଣ୍ଡ ଜିହୁଦୀ ମାନଙ୍କ ନିମନ୍ତେ ଆଉ ସେ ମେଷପାଳକ ମାନେ ଜିହୁଦୀ ଥିଲେ, ସେମାନଙ୍କ ନିମନ୍ତେ ଚିହ୍ନ ହୋଇଥିଲା ଯୀଶୁଙ୍କ ପାଖକୁ ନେଇଯିବା ପାଇଁ। ସେଇଦିନ ସେଇ ତାରା ଅଣ ଜିହୁଦୀ ମାନଙ୍କ ନିମନ୍ତେ ଚିହ୍ନ ଥିଲା, ପଣ୍ଡିତ ମାନଙ୍କୁ ସେଇ ଆଉ ଯୀଶୁଙ୍କ ନିକଟକୁ କଢେଇ ନେବା ପାଇଁ। ଆସନ୍ତୁ ଆମେ ମଧ୍ୟ ଲୋକମାନଙ୍କୁ ପ୍ରଭୁଙ୍କ ନିକଟକୁ ଆଣିବା ପାଇଁ ଗୋଟିଏ ଉତ୍ତମ ଏବଂ ସଫଳ ଚିହ୍ନ ହଉ। ଗୁହାଳ କୁଣ୍ଡ ଗୋଟିଏ ଚିହ୍ନ, ଆଜି ଆମେ ସେହି ଚିହ୍ନ ହେବା ଆବଶ୍ୟକ। ଚତୁର୍ଥ ବିଷୟ, ଗୁହାଳ କୁଣ୍ଡ ଏକ ଗୌରବର ମାଧ୍ୟମ ଥିଲା। ଗୌରବର ମାଧ୍ୟମ ଥିଲା। ଦୂତଙ୍କ ମୁଖରୁ ଯେତେବେଳେ ସେ ଶବ୍ଦ ବାହାରିଲା, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡା ହୋଇ ଗୁହାଳ କୁଣ୍ଡରେ ଶୋଇବା ଦେଖିବ। ଆପଣ ମାନେ ବାଇବଲରେ ଦେଖନ୍ତୁ, ଏଇ ଶବ୍ଦ ବାହାରିବା ମାତ୍ରକେ ଆକାଶ ପ୍ରଶଂସାରେ ବିସ୍ଫୋରଣ ହୋଇ ଉଠିଲା। ଆକାଶରେ ପ୍ରଭୁଙ୍କର ପ୍ରଶଂସା ଅତି ମାତ୍ରାରେ ହେଲା। ଲୁକ ତାର ସେଇ
13 ଏବଂ 14 ଆମେ ଯଦି ପଢିବା ସେଠାରେ କୁହାଯାଏ ପୁଣି ଅକସ୍ମାତ ଦୂତ କହିବା ମାତ୍ରକେ ଅକସ୍ମାତ ସେଇ ଦୂତଙ୍କ ସାଙ୍ଗରେ ସ୍ୱର୍ଗୀୟ ବାହିନୀର ଏକ ବୃହତ ଦଳ ଉପସ୍ଥିତ ହୋଇ ଈଶ୍ୱରଙ୍କ ଗୌରବ ସ୍ତବଗାନ କରୁ କରୁ କହିଲେ, ଊର୍ଦ୍ଧ୍ୱ ଲୋକେ ଈଶ୍ୱରଙ୍କ ମହିମା, ପୁଣି ପୃଥିବୀରେ ତାହାଙ୍କର ସନ୍ତୋଷ ପାତ୍ର, ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି। ଗୁହାଳ କୁଣ୍ଡ ବିଷୟରେ କହିବା ସାଙ୍ଗେ ସାଙ୍ଗେ ପରମେଶ୍ୱରଙ୍କର ଗୌରବ, ପ୍ରଭୁ ସେଇ ଗୁହାଳ କୁଣ୍ଡରେ ରହିବା ଦ୍ୱାରା ପ୍ରତ୍ୟେକ ସ୍ଥାନରେ ଈଶ୍ୱରଙ୍କ ଗୌରବ ହୁଏ। ପ୍ରିୟ ବନ୍ଧୁଗଣ, ଈଶ୍ୱରଙ୍କ ଗୌରବ ହେଉ। ତ୍ରାଣକର୍ତ୍ତା ଏକ ଖାଦ୍ୟ ପାତ୍ରରେ ଅଛନ୍ତି। ଈଶ୍ୱରଙ୍କ ଗୌରବ ହଉ, ଖ୍ରୀଷ୍ଟ ଏକ ଖାଦ୍ୟ ପାତ୍ରରେ ଅଛନ୍ତି। ଈଶ୍ୱରଙ୍କ ଗୌରବ ହଉ, ପ୍ରଭୁ ଏକ ଖାଦ୍ୟ ପାତ୍ରରେ ଅଛନ୍ତି। ଊର୍ଦ୍ଧ୍ୱ ଲୋକରେ ଈଶ୍ୱରଙ୍କ ମହିମା, ସେ ଖାଦ୍ୟ ପାତ୍ର ରହିବା ଦ୍ୱାରା ଊର୍ଦ୍ଧ୍ୱ ଲୋକରେ ଈଶ୍ୱରଙ୍କ ମହିମା। ସେଇ ଗୁହାଳ କୁଣ୍ଡ ଈଶ୍ୱରଙ୍କ ଗୌରବ ଆଣିଦେଇଛି। ତାହା ଈଶ୍ୱରଙ୍କ ଗୌରବର ମାଧ୍ୟମ ପାଲଟି ଯାଇଛି। ଆଜି ଆମେ ସେଇ ଗୁହାଳ କୁଣ୍ଡ ଅଟୁ। ଆମେ ଈଶ୍ୱରଙ୍କ ଗୌରବର ମାଧ୍ୟମ ଅଟୁ କି? ପ୍ରଥମ କରିନ୍ଥୀୟ 6:20 ପାଉଲ ଗୋଟେ କଥା କହନ୍ତି, କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣା ଯାଇଅଛ, ଏଣୁ ତୁମମାନଙ୍କ ଶରୀରରେ ଈଶ୍ୱରଙ୍କ ଗୌରବ ପ୍ରକାଶ କର। ଆଉ ସେଇ ପ୍ରଥମ କରିନ୍ଥୀୟ ତାର 10:31 ମଧ୍ୟ ପାଉଲ କହନ୍ତି, ଅତଏବ ତୁମେମାନେ ଭୋଜନ କର କି ପାନ କର, ଯାହା କିଛି ବି କର, ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ କର। ଯେତେବେଳେ ଆମେ ପୁରାତନ ନିୟମକୁ ଚାଲିଯିବା, ପ୍ରଥମ ବଂଶାବଳୀ 16:24 କୁହାଯାଏ, ନାନା ଦେଶୀୟ ମଧ୍ୟରେ ତାହାଙ୍କ ଗୌରବ, ସମୁଦାୟ ଗୋଷ୍ଠୀ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟା ପ୍ରଚାର କର। ଚିହ୍ନ ଗୁହାଳ କୁଣ୍ଡ, ଆମେ ସେଇ ଗୁହାଳ କୁଣ୍ଡ ଅଟୁ। ସେଇ ଚିହ୍ନ ଦ୍ୱାରା ଆମେ ଆମ ଦ୍ୱାରା ପରମେଶ୍ୱର ଗୌରବ ପ୍ରକାଶ ହେଉ। କାରଣ ଗୁହାଳ କୁଣ୍ଡ ଗୌରବର ମାଧ୍ୟମ ଥିଲା। ଆଜି ଆମେ ଗୋଟିଏ ଗୋଟିଏ ଗୌରବର ମାଧ୍ୟମ ହେଉ। ପ୍ରିୟ ବନ୍ଧୁଗଣ, ଶେଷ ବିଷୟ ମୁଁ କହିବା ପାଇଁ ଚାହିଁବି। ଶେଷ ବିଷୟ, ଗୁହାଳ କୁଣ୍ଡ ଶିଷ୍ୟତ୍ୱର ମାର୍ଗ ଥିଲା। ଦ ୱେ ଅଫ ଡିସାଇପଲସିପ, ଶିଷ୍ୟତ୍ୱର ମାର୍ଗ ଥିଲା। ପ୍ରଭୁଙ୍କର ଦୂତ ମେଷପାଳକ ନିକଟକୁ ଆସିଥିଲେ, ସେମାନଙ୍କ ନିକଟକୁ ଆସିଥିଲେ, ଫାରୁସୀ ମାନଙ୍କ ନିକଟକୁ ନୁହଁ। ସେଇ ଆମେ ଲୁକ 2:14 ପଢୁ, କଣ କୁହାଗଲା? ଊର୍ଦ୍ଧ୍ୱ ଲୋକରେ ଈଶ୍ୱରଙ୍କ ମହିମା, ପୁଣି ପୃଥିବୀରେ ତାହାଙ୍କ ସନ୍ତୋଷ ପାତ୍ର, ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି। କିଏ ପ୍ରଭୁଙ୍କର ସନ୍ତୋଷ ପାତ୍ର ଅଟନ୍ତି? ସେଇ ଶବ୍ଦ ସନ୍ତୋଷ ପାତ୍ର ଗ୍ରୀକରେ ତାକୁ ୟୁଡୋକିଆ ବୋଲି କୁହାଯାଏ। ୟୁଡୋକିଆ ଆଉ ଲୁକ ସେଠାରେ ବ୍ୟବହାର କରନ୍ତି ସନ୍ତୋଷ ପାତ୍ର ଶବ୍ଦ। ଆଉ ଲୁକ ହିଁ ଆଉ ଗୋଟେ ସ୍ଥାନରେ ମଧ୍ୟ ତାକୁ ଉଲ୍ଲେଖ କରନ୍ତି, ଯାହାକି ଲୁକର 10:21 ଆମେ ଯଦି ପଢିବା, ସେ ୟୁଡୋକିଆ ଶବ୍ଦ, ସନ୍ତୋଷ ପାତ୍ର ଶବ୍ଦ ଲୁକ ବ୍ୟବହାର କରନ୍ତି। ସେଠାରେ ଲୁକ କହନ୍ତି, ସେହି ଦଣ୍ଡରେ ସେ ପବିତ୍ର ଆତ୍ମାଙ୍କ ଠାରେ ଉଲ୍ଲସିତ ହୋଇ କହିଲେ, ଯୀଶୁ ଖ୍ରୀଷ୍ଟ, ପିତ, ସ୍ୱର୍ଗ ପୃଥିବୀର ପ୍ରଭୁ, ତୁମେ ଜ୍ଞାନୀ ଓ ବୁଦ୍ଧିମାନ ଲୋକଙ୍କୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ। ଏଥି ନିମନ୍ତେ ତୁମର ସ୍ତୁତିବାଦ କରୁଅଛି। ତାପରେ ସେ କହନ୍ତି, ହଁ ପିତ, କାରଣ ଏହା ତୁମ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା। ୟୁଡୋକିଆ ଶବ୍ଦ ବ୍ୟବହାର କରାଯାଏ। ଏହା ତୁମ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା। ଜ୍ଞାନୀ ନୁହନ୍ତି, ବୁଦ୍ଧିମାନ ନୁହନ୍ତି, ଶିଶୁମାନଙ୍କ ନିକଟରେ ପ୍ରକାଶ କରାଗଲା। ଯେଉଁମାନେ ଏକ ପଶୁ ଖାଦ୍ୟ ବା ପଶୁର ଖାଦ୍ୟର ପାତ୍ରରେ ଥିବା ଶିଶୁଙ୍କୁ ଖରାପ ଅନୁଭବ କରନ୍ତି ନାହିଁ, ବା ସେ ତାଙ୍କ ନିମନ୍ତେ ଲଜ୍ଜା ଅନୁଭବ କରନ୍ତି ନାହିଁ, ସେମାନଙ୍କ ଠାରେ ପରମେଶ୍ୱର ସନ୍ତୋଷ ପ୍ରାପ୍ତ ହୁଅନ୍ତି। ଯେଉଁମାନେ ଏକ ପଶୁ ଖାଦ୍ୟରେ ଆଉ ଥିବା ସେଇ ଶିଶୁଙ୍କ ନିକଟକୁ, ଯୀଶୁଙ୍କ ନିକଟକୁ ଯାଆନ୍ତି, ସେମାନଙ୍କ ଠାରେ ସେ ସନ୍ତୋଷ ପ୍ରାପ୍ତ ହୁଅନ୍ତି। ଯେଉଁମାନେ ନିଜ ତ୍ରାଣକର୍ତ୍ତାଙ୍କ ଅପେକ୍ଷା ଉତ୍ତମ ଶଯ୍ୟାର ଆଶା କରିବେ ନାହିଁ, ସେମାନେ ତ୍ରାଣକର୍ତ୍ତାଙ୍କୁ ଗୁରୁତ୍ୱ ଦେବେ, ତାଙ୍କର ଆଡମ୍ବରଙ୍କୁ ନୁହଁ। ଆଜ୍ଞା, ଯେତେବେଳେ ଯୀଶୁ ଖ୍ରୀଷ୍ଟ ଶିଶୁ ଅବସ୍ଥାରେ ସେଇ ଗୁହାଳ କୁଣ୍ଡରେ ଶୋଇଲେ, ହ୍ୱାଟ ଇଜ ଦ ଇମ୍ପୋର୍ଟାଣ୍ଟ ଥିଙ୍ଗ, ଦ ମେଞ୍ଜର ଅର ଜିସସ୍? ପ୍ରକୃତରେ ସେ ତ୍ରାଣକର୍ତ୍ତା, ଦ ସେଭିୟର ଅର ଦ ମେଞ୍ଜର, ସେଭିୟର ହଉଛନ୍ତି, ତ୍ରାଣକର୍ତ୍ତା ହଉଛନ୍ତି
ଗୁରୁତ୍ୱପୂର୍ଣ୍ଣ ବିଷୟ ଏଠାରେ। ସେ ମେଞ୍ଜେର ନୁହଁ। ମେଞ୍ଜେର କେବଳ ଗୋଟିଏ ମାଧ୍ୟମ। ତ ଯେଉଁମାନେ ସେ କିଭଳି ଆଡମ୍ବରରେ ଜନ୍ମ ନେଲେ, କୋଉଠି ଶୋଇଲେ, କଣ ହେଲେ, ତାକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ତ୍ରାଣକର୍ତ୍ତାକୁ ଗୁରୁତ୍ୱ ଦିଅନ୍ତି, ସେମାନଙ୍କ ଠାରେ ସେ ସନ୍ତୋଷ ପ୍ରାପ୍ତ ଅଟନ୍ତି। ଫରୁସୀ ମାନେ ଯିବେ ନାହିଁ। ଫରୁସୀ ମାନେ କହିବେ ଯେ ଯଦି ଜଣେ ରାଜା, ଜଣେ ତ୍ରାଣକର୍ତ୍ତା, ତାହେଲେ ସେ ଗୁହାଳ କୁଣ୍ଡରେ ଶୋଇବେ ନାହିଁ, ସେ କୌଣସି ଏକ ରାଜା ଘରର ଶଯ୍ୟାରେ ଶୋଇବେ, ତେଣୁ ସେମାନେ ଯିବେ ନାହିଁ। କିନ୍ତୁ ମେଷପାଳକ ମାନେ ଏବଂ ପୃଥିବୀରେ ଯେଉଁମାନେ ତାଙ୍କ ନିକଟକୁ ଯାଆନ୍ତି, ତାଙ୍କର ଆଡମ୍ବରକୁ ବିଷୟରେ ଚିନ୍ତା ନ କରି ତାଙ୍କର ପରିତ୍ରାଣକର୍ତ୍ତା ବିଷୟରେ ଚିନ୍ତା କରନ୍ତି ଏବଂ ତାଙ୍କ ନିକଟକୁ ଯାଆନ୍ତି, ସେମାନଙ୍କ ଠାରେ ପରମେଶ୍ୱର ସନ୍ତୋଷ ପ୍ରାପ୍ତ ହୁଅନ୍ତି। ଲୁକ ତାର 9:57-58 ଯୀଶୁଖ୍ରୀଷ୍ଟ ଗୋଟିଏ କଥା କହନ୍ତି। ଯୀଶୁ ତାଙ୍କୁ କହିଲେ, କୋକିଶିଆଳିର ଗାତ ଅଛି, ଆକାଶର ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟ ପୁତ୍ରର ମୁଣ୍ଡ ଗୁଞ୍ଜିବା ସ୍ଥାନ ନାହିଁ। କାହିଁକି ସେ କହିଲେ? ବାଟରେ ଯାଉଥିବା ସମୟରେ ଜଣେ ଲୋକ ଯୀଶୁଙ୍କୁ କହିଲେ, ଆପଣ ଯେଉଁ ସ୍ଥାନକୁ ଯିବେ ମୁଁ ଆପଣଙ୍କୁ ଅନୁଗମନ କରିବି। ସ୍ଥାନ ଉପରେ ସେ ଗୁରୁତ୍ୱ ଦିଅନ୍ତି। ଆପଣ ଯେଉଁ ସ୍ଥାନକୁ ଯିବେ, ସେ କହିନାହାନ୍ତି ମୁଁ ଆପଣଙ୍କ ହିଁ ଅନୁଗମନ କରିବି, ସେ ସ୍ଥାନ ଯୋଡୁଛନ୍ତି। ଯେଉଁ ସ୍ଥାନକୁ ଯିବେ ମୁଁ ସେଇ ସ୍ଥାନକୁ ଯିବି। ଯୀଶୁ ତେଣୁ କହିଲେ ସ୍ଥାନକୁ ଗୁରୁତ୍ୱ ଦିଅନ୍ତୁ ନାହିଁ, କାରଣ କୋକିଶିଆଳିର ଗାତ ଅଛି, ଆକାଶର ପକ୍ଷୀର ବସା ଅଛି, ମୋର ମୁଣ୍ଡ ଗୁଞ୍ଜିବା ପାଇଁ ବି ସ୍ଥାନ ନାହିଁ। ମୋର ଅନୁସରଣ କର, ମୋର ଆଡମ୍ବର ନୁହଁ, ମୋର ସ୍ଥାନ ନୁହଁ। ପ୍ରିୟ ବନ୍ଧୁଗଣ, ଗୁହାଳ କୁଣ୍ଡର ନୁହଁ, କିନ୍ତୁ ସେଠାରେ ଥିବା ଖ୍ରୀଷ୍ଟଙ୍କର ଅନୁସରଣ କରିବା ଆବଶ୍ୟକ। ଲୋକମାନେ, ଆମେ ଗୁହାଳ କୁଣ୍ଡ ଅଟୁ, ଆମର ଅନୁସରଣ ନୁହଁ। ଅନେକ ସମୟରେ ଆମେ ଚାହିଁଥାଉ ଲୋକେ ଆମକୁ ଅନୁସରଣ କରନ୍ତୁ, ଲୋକେ ଆମର ପ୍ରଶଂସା କରନ୍ତୁ, ଲୋକେ ଆମକୁ ବାହା କରନ୍ତୁ। ଆମର ଅନୁସରଣ ନୁହଁ, ଗୁହାଳ କୁଣ୍ଡର ଅନୁସରଣ ନୁହଁ, କିନ୍ତୁ ସେଠାରେ ଥିବା ତ୍ରାଣକର୍ତ୍ତାଙ୍କ ଅନୁସରଣ ଲୋକେ କରିବା ଆବଶ୍ୟକ। ପ୍ରିୟ ବନ୍ଧୁଗଣ, ମହାନ ଆଦେଶରେ ଯୀଶୁଖ୍ରୀଷ୍ଟ କହନ୍ତି ତାଙ୍କ ଜୀବନର ଶେଷ ପର୍ଯ୍ୟାୟରେ, ମାଥ୍ୟୁ ତାର 28:19-20, ଅତଏବ ତୁମେ ମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମମାନଙ୍କୁ ଯେଉଁ ଆଜ୍ଞା ଦେଇଅଛି ସେଇ ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଶିଷ୍ୟ କରିବା ଦାୟିତ୍ୱ ଆମର। କାହାର ଶିଷ୍ୟ? ଆମର ଶିଷ୍ୟ ନୁହଁ। ସେଇ ଗୁହାଳ କୁଣ୍ଡରେ ଥିବା, ଏହି ଗୁହାଳ କୁଣ୍ଡରେ ଥିବା ସେଇ ତ୍ରାଣକର୍ତ୍ତାଙ୍କର ଶିଷ୍ୟ ଆମକୁ କରିବାକୁ ପଡିବ। ଲୋକମାନଙ୍କୁ ଆମର ଶିଷ୍ୟ ନୁହଁ। ଆସନ୍ତୁ ଆଜି ଆମେ ପରୀକ୍ଷା କରୁ, ଆମେ କାହାର ଶିଷ୍ୟ ବନଉଛୁ ଲୋକମାନଙ୍କୁ। ଗୋଟିଏ ସଂସ୍ଥା ମାନଙ୍କର ହେଡ୍ ଭାବରେ ରହି, ଗୋଟିଏ ମିଶନାରୀ ଭାବରେ ରହି, ଗୋଟିଏ ପାଳକ ଭାବରେ ରହି ଆମେ ଲୋକମାନଙ୍କୁ କାହାର ଶିଷ୍ୟ କରିବା ପାଇଁ ସେମାନଙ୍କୁ ଆଗକୁ ବଢଉଛୁ? ଏହି ଗୁହାଳ କୁଣ୍ଡର ନା ଏହି ଗୁହାଳ କୁଣ୍ଡରେ ଥିବା ସେଇ ତ୍ରାଣକର୍ତ୍ତାଙ୍କର? ଆମକୁ ଚିନ୍ତା କରିବାକୁ ପଡିବ। ଗୁହାଳ କୁଣ୍ଡ ହେଉଛି ଶିଷ୍ୟତ୍ୱର ମାର୍ଗ, କେବଳ ମାର୍ଗ ସେଟା। ତାଙ୍କର ଶିଷ୍ୟ ନୁହଁ, କିନ୍ତୁ ସେଇ ତ୍ରାଣକର୍ତ୍ତାଙ୍କର ଶିଷ୍ୟ ଲୋକମାନେ ହେବା ଆବଶ୍ୟକ। ପ୍ରିୟ ବନ୍ଧୁଗଣ, ଆଜି ଆମେ 5ଟି ବିଷୟ ଦେଖିଲୁ ଗୁହାଳ କୁଣ୍ଡ ବିଷୟରେ। ସେଇ ଗୁହାଳ କୁଣ୍ଡ ହେଉଛି ଏକ ମହିଳାର ସ୍ଥାନ। ଯେତେବେଳେ ଯୀଶୁଖ୍ରୀଷ୍ଟ ସେଟାକୁ ଯାଇନଥିଲେ, ଗଲା ପରେ ତାହା ପବିତ୍ର ସ୍ଥାନ ହେଲା, ଶୁଦ୍ଧ ଏବଂ ପବିତ୍ର ସ୍ଥାନ ହେଲା। ଏବଂ ଦ୍ୱିତୀୟ ବିଷୟ ଆମେ ଆଉ ଦେଖିବାକୁ ପାରିଲୁ ଯେ ସେଇ ଗୁହାଳ କୁଣ୍ଡ ତାହା ଏକ ପୂର୍ବ ଯୋଜନା ଥିଲା ପରମେଶ୍ୱରଙ୍କର। ଆମେ ପୂର୍ବ ଯୋଜନା ଅଟୁ। ପରମେଶ୍ୱର ଆମମାନଙ୍କ ଜୀବନରେ ସେଇ ଯୋଜନାକୁ ପରିପୂର୍ଣ୍ଣ କରନ୍ତୁ। ଏବଂ ତୃତୀୟ ବିଷୟ ଆମେ ଦେଖିଲୁ, ସେଇ ଗୁହାଳ କୁଣ୍ଡ ଏକ ଚିହ୍ନ ଥିଲା, ଲୋକମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କୁ ଜଣାଇ ଦେବା ପାଇଁ, ଚିହ୍ନେଇ ଦେବା ପାଇଁ ଗୋଟିଏ ଚିହ୍ନ ଥିଲା। ଆମେ ଆଜି ସେଇ ଗୁହାଳ କୁଣ୍ଡ, ସେଇ ଚିହ୍ନ ଅଟୁ। ଏବଂ ଚତୁର୍ଥ ବିଷୟ ଆମେ ଦେଖିଲୁ, ଗୁହାଳ କୁଣ୍ଡ ଏକ ଗୌରବର ମାଧ୍ୟମ ଥିଲା। ସେ ଗୁହାଳ କୁଣ୍ଡ ଦ୍ୱାରା ପରମେଶ୍ୱରଙ୍କ ଗୌରବ ହୋଇଥିଲା। ଆମ ଦ୍ୱାରା ପରମେଶ୍ୱରଙ୍କ ଗୌରବ ହଉ, ଆମେ ସେଇ ଗୌରବର ମାଧ୍ୟମ ହେଉ। ଏବଂ ଶେଷ ବିଷୟ ଦେଖିଲୁ ଆମେ, ଗୁହାଳ କୁଣ୍ଡ ଶିଷ୍ୟତ୍ୱର ମାର୍ଗ ଥିଲା। ଆମେ ସେଇ ଗୁହାଳ କୁଣ୍ଡ ହିସାବରେ ପ୍ରଭୁଙ୍କ ନିମନ୍ତେ, ସେ ତ୍ରାଣକର୍ତ୍ତାଙ୍କ ନିମନ୍ତେ ଅନ୍ୟମାନଙ୍କୁ ଶିଷ୍ୟ କରୁ ଏବଂ ସେମାନଙ୍କୁ ତାଙ୍କ ନିକଟକୁ ନେଇ ଆସୁ। ପ୍ରିୟ ବନ୍ଧୁଗଣ, ଆସନ୍ତୁ ଆଜି ଆମେ ନିଜକୁ ପରୀକ୍ଷା କରୁ। ଖ୍ରୀଷ୍ଟଙ୍କୁ ଯେଉଁଠାରେ ରଖାଯାଇଛି, ଆମେ ସେଇ ଗୁହାଳ କୁଣ୍ଡ ଅଟୁ କି? ଆସନ୍ତୁ ତାଙ୍କ ଗୌରବ ନିମନ୍ତେ ଏକ ପରିଷ୍କାର
ଖାଦ୍ୟର ପାତ୍ର ବା ସେ ଗୁହାଳ କୁଣ୍ଡ ହେବା ପାଇଁ ପ୍ରଚେଷ୍ଟା କରୁ, ତେବେ ଆମ ଖ୍ରୀଷ୍ଟମାସ ଉତ୍ସବ ପାଳନ ଫଳପ୍ରଦ ହୋଇପାରିବ। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ପ୍ରଭୁଙ୍କ ଦାସଙ୍କୁ ଆମେ ଧନ୍ୟବାଦ ଜ୍ଞାପନ କରୁ। ପ୍ରଭୁଙ୍କର ଦାସ ଆମମାନଙ୍କୁ ଗୁହାଳ କୁଣ୍ଡର ମହତ୍ଵ, ଯେ ଆମମାନେ ପ୍ରତ୍ୟେକ ଗୋଟେ ଗୋଟେ ଆଧ୍ୟାତ୍ମିକ ଗୁହାଳ କୁଣ୍ଡ ହେବା ବିଷୟରେ ପ୍ରାଞ୍ଜଳ ଭାବରେ 5ଟି ପଏଣ୍ଟ ମାଧ୍ୟମ ଦେଇ ଆମମାନଙ୍କୁ ପ୍ରାଞ୍ଜଳ ଭାବରେ ଶିକ୍ଷା ଦେଇଥିବା ଯୋଗୁଁ ଆମମାନଙ୍କ ସେରଙ୍ଗ ଭେଟକାର୍ଡ ଜୋନ୍ ତରଫରୁ ତାଙ୍କୁ ଆମେ ଧନ୍ୟବାଦ ଜ୍ଞାପନ କରୁ। ଆସନ୍ତୁ ପ୍ରଭୁଙ୍କ ଦାସଙ୍କ ନିମନ୍ତେ ଏବଂ ଶ୍ରୁତ ବାକ୍ୟକୁ ଯେପରି ଆମେ ନିଜସ୍ୱ କରିବା ଏବଂ ଯେଉଁମାନେ ଆଜି ସକ୍ରିୟ ଭାବରେ ଅଂଶଗ୍ରହଣ କଲେ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବା। ଆମମାନଙ୍କ ମଧ୍ୟରେ ଆମମାନଙ୍କର ବୟୋଜ୍ୟେଷ୍ଠ ମନୋଜ ବଣନାୟକ ମହାଶୟ ଅଛନ୍ତି, ତାଙ୍କୁ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ସ୍ୱାଗତ ଜଣାଏ। ସେ ଅନ୍ମ୍ୟୁଟ୍ କରିବେ ଏବଂ ପ୍ରଭୁଙ୍କ ଦାସଙ୍କ ନିମନ୍ତେ, ତାଙ୍କ ସେବା କାର୍ଯ୍ୟ ନିମନ୍ତେ ଯେଉଁମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କଲେ ସେମାନଙ୍କ ନିମନ୍ତେ ଜୁମ୍ରେ ଯୋଡ଼ି ହୋଇଥିବା ପ୍ରତ୍ୟେକ ଦାସ ଦାସୀଙ୍କୁ ପ୍ରଭୁଙ୍କ ଚରଣ ନିକଟରେ ରଖି ପ୍ରାର୍ଥନାରେ ଆମମାନଙ୍କୁ ଆଗକୁ ବଢ଼େଇ ନେବା। ସମସ୍ତଙ୍କୁ ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା। ପରମ ପିତା ଈଶ୍ୱର, ଆମମାନଙ୍କର ସ୍ୱର୍ଗସ୍ଥ ପିତା, ଏତିକିବେଳେ ପ୍ରଭୁ ତୁମରି ଜନ୍ମ ମାସର ଏକ ଉତ୍ସବ ମାସର ଦ୍ୱିତୀୟ ସପ୍ତାହରେ ପ୍ରଭୁ ସେରଙ୍ଗ ଭେଟକାର୍ଡର ଜୁମ୍ ମଣ୍ଡଳୀ ଜରିଆରେ ପ୍ରଭୁ ଆମେ ସମସ୍ତେ ଏକତ୍ରିତ ହେଇଛୁ ପ୍ରଭୁ। ଆଉ ଏଇ ସୁଯୋଗ, ଏଇ ଗୌରବ, ଏଇ ସୁଯୋଗ ଆମମାନଙ୍କୁ ଦେଇଥିବା ତୁ ପ୍ରଭୁ ତୋ ନାମରେ ଅଶେଷ ଅଶେଷ ଧନ୍ୟବାଦ ଦଉଛୁ। ବିଶେଷ କରି ପ୍ରଭୁ ସେରଙ୍ଗ ଭେଟକାର୍ଡକୁ ପ୍ରଭୁ ପ୍ରାୟ 4 ବର୍ଷରୁ ଉର୍ଦ୍ଧ୍ୱ ହବ ପ୍ରଭୁ ତୁମେ ପରିଚାଳନା କରି ଆସୁଅଛ। ନିୟମିତ ଭାବରେ ପ୍ରଭୁ ଠିକ ଏହି ସମୟରେ ତୁମରି ଚରଣ ତଳେ ପ୍ରଭୁ ସେରଙ୍ଗ ଭେଟକାର୍ଡ ଉପସ୍ଥିତ ହେଇଥାଏ। ଆଉ ରବିବାର ଦିନ ପ୍ରଭୁ ତୁମର ବିଶ୍ରାମବାର ଦିନ ପ୍ରଭୁ ଏକ ସ୍ୱତନ୍ତ୍ର ଉପାସନାରେ ଆମେ ଏକତ୍ରିତ ହେଇଥାଉ। ଆଉ ଏ ଦେଇଥିବା ନିମନ୍ତେ ତୋ ନାମରେ ଅଶେଷ ଅଶେଷ ଧନ୍ୟବାଦ ଦଉଛୁ ପ୍ରଭୁ। ବିଶେଷ କରି ପ୍ରଭୁ ଆଜି এই ମଣ୍ଡଳୀର ପରିଚାଳକ ସୌମେନ୍ଦ୍ର ନାୟକ ଆଉ ଯିଏ ତୁମର ବାକ୍ୟକୁ ପରିବେଷଣ କଲେ ପ୍ରଭୁ ଆମର ଅଜୟ ଲିମା, ଅତି ପ୍ରାଞ୍ଜଳ ଭାବରେ ଅତି ସୁନ୍ଦର ଭାବରେ ସେ ଗୁହାଳ କୁଣ୍ଡ ବିଷୟରେ ପ୍ରଭୁ ଏକ ନୂତନ ଚିନ୍ତାଧାରା ରଖି ପ୍ରଭୁ ସେ ଆମମାନଙ୍କୁ ଅନେକ ସମ୍ବଳିତ ବାକ୍ୟରେ ପ୍ରଭୁ ଆମମାନଙ୍କୁ ବୁଝେଇଲେ। ଆଉ ସେଥିରେ ଯେପରିକି ଆମେ ପରିଷ୍କୃତ ହବୁ, ଆମେ ତୁମ ଦ୍ୱାରା ପରିଚାଳିତ ହବୁ, ତୁମକୁ ଗ୍ରହଣ କରିବୁ, ସେ ବାକ୍ୟ ଦ୍ୱାରା ଆମମାନଙ୍କୁ ପ୍ରଭୁ ଅଭ୍ୟାସରେ ପରିବର୍ତ୍ତନ କରିବା ପାଇଁ ସେମାନଙ୍କର ସାହାଯ୍ୟ। ରାଜେଶ ଲିମା ରାଉରକେଲାରେ ସେ ପରିଚାଳନା କଲେ, ତାଙ୍କୁ ମଧ୍ୟ ଦେଖି ଆଶୀର୍ବାଦ କର, ତାଙ୍କ ପରିବାରକୁ ଦେଖି ଆଶୀର୍ବାଦ କର, ତାଙ୍କ କାମକୁ ମଧ୍ୟ ଦେଖି ଆଶୀର୍ବାଦ କର। ଆଉ ବାକ୍ୟ ଅଧ୍ୟୟନରେ, ଗୀତ ସଂହିତା ଅଧ୍ୟୟନରେ ଆମର ସମ୍ଭବ କାଉରୀ ସେ ପ୍ରଭୁ ତୁମର ସେବା କାର୍ଯ୍ୟରେ ପ୍ରଭୁ ଏକ ପାହାଡ଼ିଆ ଅଞ୍ଚଳରେ ପ୍ରଭୁ ରହି ତୁମର ସେବା କାମ କରୁଛନ୍ତି, ତାଙ୍କୁ ଦେଖି ଆଶୀର୍ବାଦ କର। ତାଙ୍କର ସେବା କାର୍ଯ୍ୟର ବୁଦ୍ଧି ନିମନ୍ତେ ପ୍ରଭୁ ତାଙ୍କୁ ଯାହା ଆବଶ୍ୟକ ଅଛି ପ୍ରଭୁ ତୁମେ ଯୋଗାଇ ଦିଅ। ବାକ୍ୟ ଅଧ୍ୟୟନରେ ଆଉ ଅନ୍ୟାନ୍ୟ କାର୍ଯ୍ୟରେ ଯେଉଁମାନେ ସମ୍ପୃକ୍ତ ରହିଲେ ପ୍ରଭୁ ସମସ୍ତଙ୍କୁ ଦେଖି ଆଶୀର୍ବାଦ କର। ଆମେମାନେ ଯେଉଁମାନେ ଏଇଠାରେ ଉପସ୍ଥିତ ରହି ପ୍ରଭୁ ତୁମରି ବାକ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟରେ ପ୍ରଭୁ ଅଂଶଗ୍ରହଣ କଲୁ, ଆମେ ସମସ୍ତଙ୍କୁ ଦେଖି ଆଶୀର୍ବାଦ କର। ସମ୍ପାଦକ ତାଙ୍କୁ ମଧ୍ୟ ବିକାଶ ବର୍ଦ୍ଧନକୁ ମଧ୍ୟ ତୁମେ ଦେଖି ଆଶୀର୍ବାଦ, ବିକାଶ ସିଂଙ୍କୁ ମଧ୍ୟ ତୁମେ ଦେଖି ଆଶୀର୍ବାଦ କର। ଆଉ ସେ ନିୟମିତ ଭାବରେ ପ୍ରଭୁ ତୁମର ସୂଚନା ଆଣି ରଖୁଛନ୍ତି, ଆମମାନଙ୍କୁ ଜଣାଉଛନ୍ତି, ଆଉ ତାଙ୍କୁ ସୁସ୍ଥତା ମଧ୍ୟ ଦିଅ। ପରମ ପିତା ଈଶ୍ୱର, ଆଜି ଦିନ ସାରା ତୁମେ ଆମମାନଙ୍କର ସାଙ୍ଗରେ ରୁହ, ଆମମାନଙ୍କୁ ପରିଚାଳନା କର, ତୁମେ ଆମମାନଙ୍କର ସହବର୍ତ୍ତୀ ହୁଅ। ମୋ ପାପୀ ତୁମର ଚରଣ ଏତିକି ମାଗୁଛି ପ୍ରଭୁ, ଆମେନ୍। ଆମେନ୍। ପ୍ରଭୁଙ୍କ ଦାସଙ୍କୁ ଧନ୍ୟବାଦ ଜ୍ଞାପନ କରେ। ପ୍ରାଞ୍ଜଳ ଭାବରେ ସମସ୍ତ ପ୍ରାର୍ଥନା ବିନତି ପ୍ରଭୁଙ୍କ ନିକଟରେ ରଖିଥିବା ଯୋଗୁଁ ଆସନ୍ତୁ ଆମମାନେ ଶେଷ ଗୀତ ଗାନ କରିବା, ତତ୍ପରେ ପ୍ରଭୁ ଶିଖାଇଥିବା ପ୍ରାର୍ଥନା କରିବା। ତତ୍ପରେ ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କର ପ୍ରିୟ ଦାସ ରେଭରେଣ୍ଡ ଅପିନ ଚନ୍ଦ୍ର କାଉରୀ ମହାଶୟ ଅଛନ୍ତି, ତାଙ୍କର ଶେଷ ଆଶୀର୍ବାଦରେ ଆଜିର ଏହି ପ୍ରାତଃକାଳୀନ ପ୍ରାର୍ଥନାକୁ ଆମେ ପରିସମାପ୍ତି କରିବା। हे जेहोवा तो
भुवन जेने तुम्भ प्रति सदा स्वर्गे हुए गायन हालेलुया हालेलुया करन्तु कीर्तन पिता पुत्र धर्म आत्मा तुम्हाराज्य अटल एक तेने एक तब प्रेम अपार हालेलुया हालेलुया धन्य परमेश्वर। आसंता माने प्रभु सहित प्रार्थना करिबा। आहे आम्भ मानकर स्वर्गस्थ पिता तुम्भ नाम पवित्र बोली मान्य हो तुम्भरी राज्य आसु जेपरी स्वर्ग रे सेपरी पृथ्वी रे तुमरी इच्छा सफल हो। आज आम्भ मानकु प्रयोजनीय आहार दियो आम्भे माने जेपरी आपण आपण अपराधी मानकु क्षमा करी अछि तेमंत आमर सकल अपराध सब क्षमा कर। परीक्षा रे आम्भ मानकु आण नाही मात्र मंदु रक्षा कर जेणु राज्य पराक्रम गौरव सदा सर्वदा तुमरी हो आमेन। Praise the Lord. Praise the Lord. प्रेज द लॉर्ड। शुभुची भाई हाँ शुभुची शुभुची। आसु आमे जिहोवा परमेश्वरଙ୍କ ଠାରୁ आशीर्वाद ग्रहण करिबा। आमମାନଙ୍କର एकत्र जीवंत कार्य साधक प्रेमिक पिता परमेश्वरଙ୍କର असीम प्रेम आमମାନଙ୍କର उद्धारकर्ता मृत्युंजय प्रभु यीशु ख्रीष्टଙ୍କର महान दया अनुग्रह नित्य नित्य साहाय्य पवित्र आत्मांक चिरंतन शांति सुमधुर सौभागिता चेतना शिक्षा परामर्श वर्तमान ए उपासना उपस्थित रही प्रत्येक सहित जो माने मध्य उपस्थित हो पारनांती से मानक सहित पुणी विशेष करी आज परिचालना करुथिबा दासंक प्रति वाक्य पठन करिथिबा दासंक प्रति पुणी गीत माध्यम रे कढ़ई नैथिबा दासंक प्रति पुणी विशेष करी वाक्य देथिबा तांकर दासंक प्रति ओ पृथ्वीर कोणे कोणे रहिथिबा तांकर आश्रित जनक प्रति संगे संगे रही सदाकाल उपकार साहाय्य ओ मंगल करंतु आमेन आमेन। प्रभु का दासों को धन्यवाद ज्ञापन करे परमेश्वर को निकटर आशीर्वाद मागी देथिबा जगु सर्वोपरि आमे परमेश्वर को धन्यवाद देबा आरंभ शेष पर्यंत से आम सहित परमेश्वर हेले आज वक्ता महोत्सव को धन्यवाद ज्ञापन करे से आम को उत्तम भाव में आम जे गोटे आध्यात्मिक गुहाल कुंड हेबा आवश्यक से विषय प्रांजल भाव में शिक्षा देथिबा जगु तांको धन्यवाद दिए एवं आज जो माने सक्रिय भाव में अंश ग्रहण कले प्रत्येक को धन्यवाद दिए एवं जूम रे जोड़ी होता प्रत्येक दास दासी को धन्यवाद दिए। आसतु आमने परस्पर मध्य अल्प समय कथबार्ता करवा वाक्य निमंत ईश्वर को धन्यवाद दवा जो माने वक्ता महेश सहित कथबार्ता करने चाहती कथबार्ता करें
ଯେଉଁ ଲୋକ ଯଦି କାର୍ଯ୍ୟବଶତଃ ଲିଭ୍ କରିବା ପାଇଁ ଚାହାନ୍ତି ଲିଭ୍ କରିପାରିବେ। ବର୍ତ୍ତମାନ ଆପଣଙ୍କ ସମୟ, ଆପଣ ସମୟ ନେଇ କଥାବାର୍ତ୍ତା କରନ୍ତୁ। ପ୍ରେଜ୍ ଦ ଲର୍ଡ। Praise the Lord. हाँ बाबू अजय मामा नमस्कार मामू, नमस्कार। नमस्कार बापा नमस्कार। आज पर्यंत गुहाल कुंड हेइथिलु किंतु गुहाल कुंड विषय एते तात्पर्य रहिछि, एते सुंदर भाव प्रकाश कल, मु बहुत सैटिस्फाई बाबू, मु बहुत धन्यवाद संतोष हेले, मु बहुत खुशी हेले। प्रभु तुमको प्रचुर भाव आशीर्वाद करंतु। धन्यवाद धन्यवाद। हो ठीक अछि, अन्य माने भी कथा। थैंक यू। समधी नमस्कार। नमस्कार नमस्कार समधी। फैंटास्टिक मैसेज समधी, थैंक यू वेल थैंक यू। प्रिपेयर्ड, वेल प्रिपेयर्ड, डीप थिला, भल लागिला। आमे जोटा से अपिन आज्ञा कहूथले माने तार जो एक्सपोजिटरी जोटा थिला, आज एक्सपोजिटरी प्रीचिंग थिला, भल लागिला। आउ एटा कम लोक कहती एते गभीर जाइकरी। प्रभु आशीर्वाद करंतु। बेसी पढ़ले कजे काली पर लागुचे कहवा बोला। प्रभु आशीर्वाद करंतु समझे। गुड। थैंक यू सो मच। थैंक यू फॉर एनकरेजमेंट। बाबू अजय नमस्कार। हाँ नमस्कार मामू, नमस्कार। केमती अच्छो? हाँ भलो अच्छो मामू। आ तुमर दीटा? हाँ से माने भलो अछंती। से पाखरे? सानोटा रायपुर रे रहउची मामू। अच्छा अच्छा। हाँ, रायपुर माने क्रिकेट वाला ना? हाँ हाँ क्रिकेट वाला ठीक अच्छे। आ माँ कोठी तम पाखरे ना? नहीं माँ राजेश घरे रहउछंती पाळाखेमुंड रे। पाखरे हाँ मो तरे पाळाखेमुंड रे मामू, एबे राजेश पाळाखेमुंडी पळे आसले। ओहो पाळखंडी आसला कि मो हाँ मो जागो गले देखा हो। मझिरे मो राउरकेला भेटिथिली माँ को भी। हाँ आज बहुत भल लगिला। अपिन तो कहले ये वेरी न्यू थॉट इन द सेंस एटा गोटे गोटे रिसर्च ओरिएंटेड नले एमती एमती वाक्य आम शुणी पारिबानी। हाउ वी आर फॉर्चुनेट चेरंग बेटकर कहीं अनेक जगह अनेक हिसाब रे आमे व्याख्या शुणीचु, किंतु एक सुंदर व्याख्या बाइबल रो रेफरेंस अनुଯାयी बहुत भल लगा। कम धन्यवाद आगे मामू। आसो नुआ नुआ विषय कुह।